ମୁଁ ଓମ୍ ପ୍ରକାଶ ପାତ୍ର ଆପଣଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଏମ୍ଆର୍ ଷ୍ଟଡି ଏକାଡେମୀକୁ। ଆଶା କରୁଛି ସମସ୍ତେ ଭଲରେ ଥିବେ ଏବଂ ଆଗାମୀ ପରୀକ୍ଷା ପାଇଁ ଆପଣଙ୍କ ପ୍ରିପାରେସନ୍ ଭଲ ଭାବରେ ଚାଲିଥିବ। ଆସନ୍ତାକାଲି ଯେଉଁ ଓଟିଇଟି 2026 ଅଛି, ଆପଣ ସେଥିପାଇଁ ଯଦି ଏମିତି ଗୋଟେ ଭିଡ଼ିଓ ଖୋଜୁଛନ୍ତି ଯେଉଁଥିରେ କି ଆପଣ ସୋସିଆଲ ଷ୍ଟଡିଜ୍‌ର ହିଷ୍ଟ୍ରି, ଜିଓଗ୍ରାଫି, ପଲିଟି ସବୁ ଟପିକ୍ କଭର୍ ହେଇପାରିବ ଆଉ ଆପଣ ଗୋଟେ ଭିଡ଼ିଓ ଦେଖି କାଲି ଏକ୍ଜାମ୍ ହଲ୍‌କୁ ଯାଇପାରିବେ, ତାହେଲେ ଏଇ ଭିଡ଼ିଓଟା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। କାରଣ এই ଭିଡ଼ିଓରେ ମୋ କିଛି ଏମସିକ୍ୟୁ ଡିସ୍କସନ୍ ଦ୍ୱାରା ଆପଣ ଫୁଲ୍ ହିଷ୍ଟ୍ରି, ଜିଓଗ୍ରାଫି, ପଲିଟିର ସବୁ ଟପିକ୍ ଗୁଡାକ କଭର ହେଇପାରିବ। ତେଣୁ ଭିଡ଼ିଓଟି ଆପଣ ଫୁଲ୍ ଦେଖନ୍ତୁ। ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଲା, ଇନଫର୍ମେଟିଭ୍ ଲାଗିଲା, ଭିଡ଼ିଓଟିକୁ ଲାଇକ୍ କରିଦେବେ। ଆଉ ଯଦି ଆମ ଚ୍ୟାନେଲରେ ପ୍ରଥମ ଥର ପାଇଁ ଆପଣ ଭିଡ଼ିଓ ଦେଖୁଛନ୍ତି, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ବେଲ୍ ନୋଟିଫିକେସନକୁ ଅଲରେ ସେଟ୍ କରିଦେବେ। ଆଉ ଭିଡ଼ିଓଟି କେମିତି ଲାଗିଲା କମେଣ୍ଟ ସେକ୍ସନରେ ଜଣେଇଦେବେ। ପ୍ରଥମ କ୍ୱେଶ୍ଚନଟି ଦେଖିବା କ'ଣ ଅଛି। ଦେଇଛି ମୋଗଲ ଶାସନ ସମୟରେ ରାଜସ୍ୱ ବିଭାଗର ମୁଖ୍ୟ ଅଧିକାରୀ ପଦବୀକୁ କ'ଣ କୁହାଯାଉଥିଲା? ଯେତେବେଳେ ମୋଗଲ ମାନେ ଶାସନ କରୁଥିଲେ ତାଙ୍କ ମୋଗଲ ପିରିୟଡ଼ ଟାଇମରେ ଯୋଉମାନେ ରେଭିନ୍ୟୁ ଡିପାର୍ଟମେଣ୍ଟର ହେଡ୍ ଥିଲେ ସେମାନଙ୍କୁ ସେମାନେ କ'ଣ ବୋଲି କହୁଥିଲେ? ଅପସନ କ'ଣ ଦେଇଛି? ମୀର ବକ୍ସି, ସିପାହୀ ସାଲାର, ନା ଓଜିର, ନା ହଉଛି ମୁହତା ସବି ହେଲା। ତେଣୁ ମୋଗଲଙ୍କ ସମୟରେ ଯୋଉମାନେ ରେଭିନ୍ୟୁ ଡିପାର୍ଟମେଣ୍ଟରେ ଥିଲେ ତାଙ୍କ ମୁଖ୍ୟକୁ ସେମାନେ କ'ଣ ବୋଲି କହୁଥିଲେ? ସଠିକ ଉତ୍ତର ହବ କ'ଣ? ଓଜିର ହେଲା। ତାଙ୍କୁ ସେମାନେ ଓଜିର ବୋଲି ଡାକୁଥିଲେ। ପରବର୍ତ୍ତୀ ପ୍ରଶ୍ନ ହେଲା ବୁଲନ୍ଦ ଦରବାଜା କେଉଁଠାରେ ଅବସ୍ଥିତ? ଅପସନ କ'ଣ ଦେଇଛି? ଆଗ୍ରା, ଫତେପୁର ସିକ୍ରି, ଆଜମିର ଆଉ ହଉଛି ଲାହୋର। ତେଣୁ ସଠିକ ଉତ୍ତର କ'ଣ ହବ? ବୁଲନ୍ଦ ଦରବାଜା ଯୋଉ ଥିଲା ସେଟା କୋଉଠି ରହିଛି? ସଠିକ ଉତ୍ତର ଅପସନ ନମ୍ବର ବି, ଯେଟା କ'ଣ ଫତେପୁର ସିକ୍ରି। ଫତେପୁର ସିକ୍ରି ପାଖରେ ବୁଲନ୍ଦ ଦରବାଜାଟି ରହିଛି। ପରବର୍ତ୍ତୀ ପ୍ରଶ୍ନ ହେଲା କେଉଁ ମୋଗଲ ଶାସକଙ୍କ ରାଜତ୍ୱରେ କୁଚ ବିହାର ମୋଗଲ ସାମ୍ରାଜ୍ୟ ମିଶିଥିଲା? ହେଲା, ଡ୍ୟୁରିଂ ରିଜିଅନ ଅଫ ହୁଇଚ ମୋଗଲ ରୁଲର ୱାଜ କୋଚ ବିହାର ଏନେକ୍ସଡ ଟୁ ଦ ମୋଗଲ ଏମ୍ପାୟାର? ହେଲା, ଅପସନଟା କ'ଣ ଦେଇଛି? ଆକବରଙ୍କ ସମୟରେ, ଜାହାଙ୍ଗୀରଙ୍କ ସମୟରେ, ଶାହାଜାହାନ ସମୟରେ, ନା ଔରଙ୍ଗଜେବ ସମୟରେ? ମୋଗଲ କୋଉ ଶାସକ ସମୟରେ କୁଚ ବିହାର ମୋଗଲ ସାମ୍ରାଜ୍ୟ କ'ଣ ହେଇଥିଲା? ଏନେକ୍ସ କରିଥିଲା ବା ଜିତିଥିଲା? ସଠିକ ଉତ୍ତରଟା କ'ଣ ହବ? ଅପସନ ନମ୍ବର ଡି ଔରଙ୍ଗଜେବ ହେଲା। ଔରଙ୍ଗଜେବଙ୍କ ଶାସନ କାଳ ସମୟରେ କୁଚ ବିହାର କ'ଣ କରିଥିଲା? ଆମର ମୋଗଲ ସାମ୍ରାଜ୍ୟ ଯୋଉ ଥିଲା ତାକୁ ଏନେକ୍ସ କରିଦେଇଥିଲା। ପରବର୍ତ୍ତୀ ପ୍ରଶ୍ନ ରହିଲା ଆମର ସ୍ୱାଧୀନତା ସଂଗ୍ରାମର। କୋଉ ଦିନ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଆରମ୍ଭ ହେଇଥିଲା? ହେଲା, ଅନ୍ ହ୍ୱିଚ୍ ଡେଟ୍ ଦ ଫାଷ୍ଟ ୱାର ଅଫ ଇଣ୍ଡିପେଣ୍ଡେନ୍ସ ବିଗେନ୍? ଅପସନ କ'ଣ ଦେଇଛି? 14 ଏପ୍ରିଲ 1857, 10 ମେ 1857, 16 ଅକ୍ଟୋବର 1857, ନା ହଉଛି 5 ଏପ୍ରିଲ 1857? ହେଲା, ତେଣୁ ଆମର ଫାଷ୍ଟ ୱାର ଅଫ ଇଣ୍ଡିପେଣ୍ଡେନ୍ସ ବୋଲି ଆମର ଯୋଉ 1857 ରିଭଲ୍ଟ ବା ସିପାହୀ ବିଦ୍ରୋହ ବୋଲି କୁହାଯାଏ, ସେଟା ମଙ୍ଗଲ ପାଣ୍ଡେ ଯୋଉ ବାରାକପୁରରେ ବେଙ୍ଗଲ ଯୋଉ କରିଥିଲେ ସେଟା କୁହାଯାଏ। ତେଣୁ ଏଟା କୋଉ ଡେଟ୍ ରେ ହେଇଥିଲା? ସଠିକ ଉତ୍ତରଟି କ'ଣ ହବ? ନା ଅପସନ ନମ୍ବର ବି 10 ମେ 1857। 10 ମେ 1857 ଦିନ ମଙ୍ଗଲ ପାଣ୍ଡେ ବାରାକପୁରରେ ତାଙ୍କର ଯୋଉ ସିନିୟର ଅଫିସର ଥିଲେ ତାଙ୍କୁ ସେ ଯୋଉ କାଟେଜ ପାଇଁ ପ୍ରତିବାଦ କରିବା ଯୋଗୁଁ ସେ ତାଙ୍କୁ ଗୁଳି କରିଦେଇଥିଲେ। ସେଇଠୁ ଆମର ଫାଷ୍ଟ ୱାର ଅଫ ଇଣ୍ଡିପେଣ୍ଡେନ୍ସ ଆରମ୍ଭ ହେଇଥିଲା। ତାପରେ ସମୟରେ ତାଙ୍କୁ ଫାଶୀ ଦଣ୍ଡ ଦିଆଯାଇଥିଲା ମଙ୍ଗଲ ପାଣ୍ଡେକୁ। ସେ ମନେ ରଖିଥିଲେ 34 ନେଟିଭ ଯୋଉ ଆର୍ମି ଅଫିସର ଥିଲେ ବେଳେ ପଚାରିଦିଏ କୋଉ ନେଟିଭ ଫୋର୍ସରେ ଥିଲେ ହେଲା। ପରବର୍ତ୍ତୀ ପ୍ରଶ୍ନ ରହିଲା ପଲିଟିର। ବିଲାତ ପାର୍ଲାମେଣ୍ଟରେ କେଉଁ ଆଇନ ବଳରେ ଭାରତ ସୁପ୍ରିମକୋର୍ଟ ସ୍ଥାପିତ ହୋଇଥିଲା? ହେଲା, ବାଇ ହ୍ୱିଚ୍ ଆକ୍ଟ ଅଫ ବ୍ରିଟିଶ ପାର୍ଲାମେଣ୍ଟ ସୁପ୍ରିମ କୋର୍ଟ ଅଫ ଇଣ୍ଡିଆ ୱାଜ ଏଷ୍ଟାବ୍ଲିଶ? ଯୋଉ ଆମର ସୁପ୍ରିମ କୋର୍ଟ ଏଷ୍ଟାବ୍ଲିଶ ହେଇଥିଲା ସେଟା ବ୍ରିଟିଶ ପାର୍ଲାମେଣ୍ଟର କୋଉ ଆକ୍ଟ ଅନୁସାରେ ହେଇଥିଲା? ମାନେ ଯେତେବେଳେ ଆମର ଇଣ୍ଡିପେଣ୍ଡେନ୍ସ ପୂର୍ବରୁ ଆମର ଭାରତରେ ଯେକୌଣସି ଆଇନ ଲାଗୁ ହେବା ପୂର୍ବରୁ ପ୍ରଥମେ ବ୍ରିଟିଶ ପାର୍ଲାମେଣ୍ଟ ତାକୁ ପାସ୍ କରିବା ପାଇଁ ପଡୁଥିଲା। ତେଣୁ କୋଉ ଆକ୍ଟ ଦ୍ୱାରା ହେଇଥିଲା? ରେଗୁଲେଟିଂ ଆକ୍ଟ 1773, ପିଟ୍ ଆକ୍ଟ ଭାରତ ଆଇନ যেটা କି 1784, ଆଉ ଇଣ୍ଡିଆନ କାଉନସିଲ ଆକ୍ଟ 1892, ନା ଭାରତ ଶାସନ ଆଇନ 1919? ତେଣୁ ସଠିକ ଉତ୍ତରଟି କ'ଣ ହବ? କୋଉ ଆଇନ ବଳରେ ଆମର ଯୋଉ ଭାରତରେ ସୁପ୍ରିମକୋର୍ଟ ସ୍ଥାପନ ହେଇଥିଲା? ସଠିକ ଉତ୍ତର ହବ କ'ଣ? ନା ଅପସନ ନମ୍ବର ଏ, ଯେଟା କି ରେଗୁଲେଟିଂ ଆକ୍ଟ 1773 ହେଲା। 1773 ଯୋଉ ରେଗୁଲେଟିଂ ଆକ୍ଟ ଆସିଥିଲା ସେଇ ଅନୁସାରେ ଆମର କ'ଣ ହେଇଥିଲା? ସୁପ୍ରିମକୋର୍ଟ ଇଣ୍ଡିଆରେ ଏଷ୍ଟାବ୍ଲିଶ ହେଇଥିଲା। ପରବର୍ତ୍ତୀ ପ୍ରଶ୍ନ ହେଲା କେଉଁ ଲିପିରେ ଅଶୋକଙ୍କ ଅନୁଶାସନ ଲେଖା ହୋଇନାହିଁ? ହେଲା, ତ ଅଶୋକ ମାନେ ବିଭିନ୍ନ ପ୍ରକାର ସ୍କ୍ରିପ୍ଟ ଗୁଡାକ ଥିଲା, ଇନସ୍କ୍ରିପସନ ଥିଲା, ସେଟା କୋଉ ସ୍କ୍ରିପ୍ଟ ବ୍ୟବହାର କରାଯାଇ ନାହିଁ, ମାନେ କୋଉ ଭାଷାରେ ଲେଖା ଯାଇ ନାହିଁ ବୋଲି କହିପାରିବେ ଆପଣ? ଅପସନରେ କ'ଣ ଦେଇଛି? ବ୍ରାହ୍ମୀ, ଆଉ ଯେ ଖରଷ୍ଟି, ସଂସ୍କୃତ, ଆଉ ଯେ ଆରମିକ? ହେଲା, ତେଣୁ ସଠିକ ଉତ୍ତର କ'ଣ ହବ? ଅଶୋକ ଯୋଉ ସ୍କ୍ରିପ୍ଟ ଗୁଡାକ ଲେଖିଥିଲେ ବା ଇନସ୍କ୍ରିପସନ ଲେଖିଥିଲେ ସବୁ କୋଉ ସ୍କ୍ରିପ୍ଟଟା ବ୍ୟବହାର ହେଇନଥିଲା? ସଠିକ ଉତ୍ତର ଅପସନ ନମ୍ବର ସି, ଯେଟା କି ସଂସ୍କୃତ ହେଲା। ସଂସ୍କୃତ ଭାଷା ଅଶୋକଙ୍କ ଟାଇମରେ ସେ ଇନସ୍କ୍ରିପସନ ସବୁ ଲେଖିଥିଲେ ସେଇ ଭାଷାଟା ସଂସ୍କୃତ ଭାଷାଟା ବ୍ୟବହାର ହେଇନଥିଲା। ପରବର୍ତ୍ତୀ ପ୍ରଶ୍ନ ହେଉଛି ଖାରବେଳଙ୍କ ଅନୁଶାସନ କେଉଁ ଚିହ୍ନ ବ୍ୟବହାର କରାଯାଇ ନାହିଁ? ହେଲା, which symbol was not been used in the inscription of ଖାରବେଳ? ହେଲା, ଖାରବେଳଙ୍କର ଶାସନ ସମୟରେ କୋଉ ପ୍ରକାର ଆମର ଯେଟା ଐର ଖାରବେଳ କୁହାଯାଏ ତାଙ୍କର କୋଉ ସିମ୍ବଲଟା ବ୍ୟବହାର କରାଯାଇ ନଥିଲା? ଅପସନ କ'ଣ ଦେଇଛି? ସ୍ୱସ୍ତିକ ଚିହ୍ନ, ବୃକ୍ଷ ଚିହ୍ନ, ଚୈତ୍ୟ ଚିହ୍ନ, ନା ହଉଛି ତ୍ରିଶୂଳ ଚିହ୍ନ? ହେଲା, ଖାରବେଳଙ୍କ ସମୟରେ କୋଉ ଚିହ୍ନଟାକୁ ବ୍ୟବହାର କରାଯାଇ ନଥିଲା? ସଠିକ ଉତ୍ତର ହବ ଅପସନ ନମ୍ବର ଡି, ଯେଟା କି କ'ଣ? ତ୍ରିଶୂଳ? ହେଲା, ତ୍ରିଶୂଳ ଚିହ୍ନଟା ବ୍ୟବହାର କରାଯାଇ ନଥିଲା। ପରବର୍ତ୍ତୀ ପ୍ରଶ୍ନ ରହିଛି କେଉଁ ମାନେ କିଏ ବାରବାଟୀ ଦୁର୍ଗ ନିର୍ମାଣ କରିଥିଲେ? ହୁ ବିଲ୍ଡ ଦ ବାରବାଟୀ ଫୋର୍ଟ? ଅପସନ କ'ଣ ଦେଇଛି? ଯଜାତି କେଶରୀ, ନା ଚଡ଼ଗଙ୍ଗ ଦେବ, ନା ହଉଛି ପୁରୁଷୋତ୍ତମ ଦେବ, ନା ମୁକୁନ୍ଦ ଦେବ? ହେଲା, ଆମର ଯୋଉ ବାରବାଟୀ ଫୋର୍ଟ ରହିଛି କଟକ ସେଟା କିଏ ନିର୍ମାଣ
କରିଥିଲେ? ସଠିକ୍ ଉତ୍ତର କଣ ହବ? ଅପସନ୍ ନମ୍ବର ବି ଯାହାକି ଚଡ଼ଗଙ୍ଗ ଦେବ ହେଲା। ଚଡ଼ଗଙ୍ଗ ଦେବ କଣ କରିଥିଲେ ନା ବାରବାଟୀ ଫୋର୍ଟକୁ ତିଆରି କରିଥିଲେ। ପରବର୍ତ୍ତୀ ପ୍ରଶ୍ନ ହେଲା କପିଳେନ୍ଦ୍ର ଦେବ ଦକ୍ଷିଣର କୋଉ ନଦୀ ପର୍ଯ୍ୟନ୍ତ ତାଙ୍କ ସାମ୍ରାଜ୍ୟ ବିସ୍ତାର କରିଥିଲେ? ହେଲା କପିଳେନ୍ଦ୍ର ଦେବ ଯୋଉ ରାଜା ଥିଲେ ତାଙ୍କର ମାନେ ଦକ୍ଷିଣରେ ଯୋଉ ତାଙ୍କର ରାଜ୍ୟର ସୀମାଟା କୋଉଟା ଥିଲା? ଅପସନ୍ କଣ ଦେଇଛି ଗୋଦାବରୀ ନଦୀ, କ୍ରିଷ୍ଣା ନଦୀ, କାବେରୀ ନଦୀ ନା ପେରିୟର ନଦୀ। ତେଣୁ ସଠିକ୍ ଉତ୍ତର କଣ ହବ? କପିଳେନ୍ଦ୍ର ଦେବଙ୍କ ଦକ୍ଷିଣରେ କୋଉ ନଦୀ ପର୍ଯ୍ୟନ୍ତ ତାଙ୍କର ସାମ୍ରାଜ୍ୟ ବିସ୍ତାର ଥିଲା? ସଠିକ୍ ଉତ୍ତର ଅପସନ୍ ନମ୍ବର ସି ଯୋଉଟା କି କଣ ଅଛି କାବେରୀ ନଦୀ ହେଲା। କାବେରୀ ନଦୀ ପର୍ଯ୍ୟନ୍ତ ତାଙ୍କର କଣ ଥିଲା ନା ସାମ୍ରାଜ୍ୟ ବିସ୍ତାର ଦକ୍ଷିଣରେ କାବେରୀ ନଦୀ ପର୍ଯ୍ୟନ୍ତ ତାଙ୍କର ସାମ୍ରାଜ୍ୟ ରହିଥିଲା। ପରବର୍ତ୍ତୀ ପ୍ରଶ୍ନ ହେଲା କେଉଁ ମୁସଲିମ ଶାସକ ପ୍ରଥମେ ଦକ୍ଷିଣ ଭାରତ ଅଭିଯାନରେ ସଫଳ ହୋଇଥିଲେ? ହେଲା which Muslim ruler succeed in his South Indian campaign? କେହି ବି ଯେ କି ମୁସଲିମ ରୁଲର ସେ ଆମର ସାଉଥ ଇଣ୍ଡିଆକୁ ଜୟ କରିବା ପାଇଁ ଯାଉନଥିଲେ। ତେଣୁ ପ୍ରଥମେ କୋଉ ମୁସଲିମ ଶାସକ ଥିଲେ ଯେ କି ଦକ୍ଷିଣ ଭାରତକୁ ସଫଳତା ଅଭିଯାନ ଆରମ୍ଭ କରିଥିଲେ ବା କ୍ୟାମ୍ପେନ ଆରମ୍ଭ କରିଥିଲେ? ଅପସନ କଣ ଦେଇଛି ଇଲତୁତମିଶ, ଆଲାଉଦ୍ଦିନ ଖିଲଜି, ଫିରୋଜ ଶାହ ତୁଗଲକ ନା ଔରଙ୍ଗଜେବ? ଏହାର ସଠିକ ଉତ୍ତରଟା କଣ ହବ ନା ଅପସନ ନମ୍ବର ବି ଆଲାଉଦ୍ଦିନ ଖିଲଜି। ଆଲାଉଦ୍ଦିନ ଖିଲଜି ପ୍ରଥମ ମୁସଲିମ ଶାସକ ଥିଲେ ଯିଏକି ପ୍ରଥମେ ଦକ୍ଷିଣ ଭାରତ ମାନେ ସକ୍ସେସ ବା ଜିତିବା ପାଇଁ ଅଭିଯାନ ଆରମ୍ଭ କି ସଫଳ ବି ହେଇଥିଲେ। ପରବର୍ତ୍ତୀ ପ୍ରଶ୍ନ ବ୍ରିଟାନିକା ଭାଷାକୋଷ ଅନୁଯାୟୀ କେଉଁ ବିଷୟଟି ସାମାଜିକ ବିଜ୍ଞାନ ପରିସରଭୁକ୍ତ ନୁହେଁ? ହେଲା ଏ ଯୋଉ ଏନସାଇକ୍ଲୋପିଡିଆ ରହିଛି ବ୍ରିଟାନିକାର ସେ ସାମାଜିକ ବିଜ୍ଞାନରେ କୋଉ ଆମର ସବଜେକ୍ଟ ଆସୁନାହିଁ? ଅପସନ କଣ ଦେଇଛି ଅର୍ଥଶାସ୍ତ୍ର, ଭୂଗୋଳ, ରାଜନୀତି ବିଜ୍ଞାନ, ପଶୁ ବିଜ୍ଞାନ। ହେଲା ତ ସଠିକ ଉତ୍ତର କଣ ହବ ନା ପଶୁ ମନୋବିଜ୍ଞାନ ଏଇଟା ଆସୁନି ଆମର କୋଉଥିରେ ସାମାଜିକ ବିଜ୍ଞାନ ଭିତରେ ଆସୁନାହିଁ। ପରବର୍ତ୍ତୀ ପ୍ରଶ୍ନ ଏଇଟା ତ ରହିଲା ଆମର ପେଡାଗୋଜିର କ୍ୱେଶ୍ଚିନ୍। ହଁ ବେଳୋଜି କ୍ୱେଶ୍ଚନଟାକୁ ମୁଁ ଅପଲୋଡ କରିଛି ସେଠି ଆପଣ ଦେଖିଦିଅନ୍ତୁ ସେଠି ଆମ ପ୍ଲେଲିଷ୍ଟରେ ଯାଇ ଦେଖିପାରିବେ ଓଟିଟି ପ୍ରିଭିୟସ୍ ଇୟର କ୍ୱେଶ୍ଚନ ସେଠି ମୁଁ ସବୁ ଅପଲୋଡ କରିଛି ସେଠି ଦେଖିପାରିବେ। ଆଜି ଆମେ କଣ୍ଟେଣ୍ଟର ଯୋଉ ସବଜେକ୍ଟ ଅଛି ହିଷ୍ଟ୍ରି ଜିଓଗ୍ରାଫି ପଲିଟିକ୍ସ ସେଇ କ୍ୱେଶ୍ଚନ ଡିସ୍କସନ କରିବା। ହେଲା ନେକ୍ସଟ କ୍ୱେଶ୍ଚନ ଅଛି କଣ ଭାରତରେ ସ୍ୱାୟତ୍ତ ଶାସନ ବ୍ୟବସ୍ଥା କିଏ ପ୍ରଚଳନ କରିଥିଲେ? ହେଲା ଯୋଉ ଆମର ଲୋକାଲ ସେଲ୍ଫ ଗଭର୍ଣ୍ଣମେଣ୍ଟ ସିଷ୍ଟମ ବୋଲି ଆମେ କହୁଛୁ ସେଟାକୁ ଆମେ ଭାରତରେ କିଏ ଆମର କଣ କରିଥିଲେ ଇଣ୍ଟ୍ରୋଡ୍ୟୁସ କରିଥିଲେ? କୋଉ ଭାଇସରୟ ଇଣ୍ଟ୍ରୋଡ୍ୟୁସ କରିଥିଲେ? ଅପସନ କଣ ଦେଇଛି ଲର୍ଡ ବେଣ୍ଟିଂ, ଲର୍ଡ ଡେଲାହାଉସି, ଲର୍ଡ ରିପନ ନା ଲର୍ଡ କର୍ଜନ? ଏହାର ସଠିକ ଉତ୍ତରଟି କଣ ହବ? କିଏ ଆମର ସେଲ୍ଫ ଯୋଉ ଲୋକାଲ ଗଭର୍ଣ୍ଣମେଣ୍ଟ ସିଷ୍ଟମଟାକୁ ଇଣ୍ଟ୍ରୋଡ୍ୟୁସ କରିଥିଲେ ଭାରତରେ? ସଠିକ ଉତ୍ତର ହଉଛି କଣ ନା ଅପସନ ନମ୍ବର ଆମର ସି ଯେଟା କି କଣ ଅଛି ଲର୍ଡ ରିପନ। ହେଲା ଲର୍ଡ ରିପନ ପ୍ରଥମେ କଣ କରିଥିଲେ ନା ଆମର ଲୋକାଲ ସେଲ୍ଫ ଗଭର୍ଣ୍ଣମେଣ୍ଟ ସିଷ୍ଟମଟା ଇଣ୍ଟ୍ରୋଡ୍ୟୁସ କରିଥିଲେ। ହେଲା ଲର୍ଡ ଡେଲାହାଉସି କଣ ସେ ଯୋଉ ଆମର ଟ୍ରେନ ଲାଇନ ହଉ ଟେଲିଗ୍ରାମ ଯୋଉ ଆମର ଚିଠି ପୋଷ୍ଟାଲ ସିଷ୍ଟମ ହଉ ସେଗୁଡାକ ସବୁ ଆମର କଣ ଆରମ୍ଭ କରିଥିଲେ ନା ଡେଲାହାଉସି ତିଆରି କରିଥିଲେ। ଆଉ ଲର୍ଡ ରିପନ କଣ ନା ଲୋକାଲ ସେଲ୍ଫ ଗଭର୍ଣ୍ଣମେଣ୍ଟ ଆରମ୍ଭ କରିଥିଲେ। ପରବର୍ତ୍ତୀ ପ୍ରଶ୍ନ ହେଲା କଂଗ୍ରେସ ଓ ଉଦାରପନ୍ଥୀ ମାନେ କାହିଁକି ବ୍ରିଟିଶ ସରକାରଙ୍କ ପ୍ରତି ଅନୁଗତ୍ୟ ଘୋଷଣା କରୁଥିଲେ? ହ୍ୱାଇ ଡିଡ୍ ଦ ମଡରେଟ ଇନ କଂଗ୍ରେସ ପ୍ରଫେସ ଦ ଲୟାଲିଟି ଟୁ ବ୍ରିଟିଶ ଗଭର୍ଣ୍ଣମେଣ୍ଟ? ଯେଉଁମାନେ ମଡରେଟର ମାନେ ଥିଲେ ସେମାନେ କାହିଁକି ଲୟାଲିଟି ବା ଆମର ଯେ କି ଆମର କଣ ଆନୁଗତ୍ୟ ଘୋଷଣା କରୁଥିଲେ? ଅପସନରେ କଣ ଦେଇଛି ଆମର ସେମାନେ ରକ୍ଷଣଶୀଳ ଓ ଦୁର୍ବଳ ଥିବାରୁ, ଭାରତୀୟ ମାନଙ୍କର ସାମରିକ ଶକ୍ତି ନଥିବାରୁ, ସେମାନଙ୍କର ଦେଶ ପ୍ରତି ଅଭାବ ଥିବାରୁ ନା ହଉଛି ବ୍ରିଟିଶ ଶାସନକୁ ଭାରତୀୟ ପାଇଁ ଏକ ଜନମଙ୍ଗଳ ସରକାର ପରିଣତ କରିବା ପାରିବେ ବୋଲି ସେମାନେ ବିଶ୍ୱାସ ଥିବାରୁ। ହେଲା ଯୋଉ ଆମର କଣ ଥିଲେ ଉଦାରପନ୍ଥୀ ମାନେ ଥିଲେ ସେମାନେ କଂଗ୍ରେସ ମାନ ଏ ଯୋଉ ଆମର ବ୍ରିଟିଶ ମାନଙ୍କୁ କାହିଁକି ଆନୁଗତ୍ୟ ପ୍ରକାଶ କରୁଥିଲେ? ସଠିକ ଉତ୍ତର କଣ ହବ? ଆଉ ଯୋଉ ଅପସନ ନମ୍ବର ଡି ଯୋଉଟା କି ବ୍ରିଟିଶ ଶାସନକୁ ଭାରତୀୟଙ୍କ ପାଇଁ ଏକ ଜନମଙ୍ଗଳ ସରକାରରେ ପରିଣତ କରିବା ପାଇଁ ଚେଷ୍ଟା କରୁଥିଲେ। ସେମାନେ ଚାହୁଁଥିଲେ ଯେ ବ୍ରିଟିଶ ମାନେ ଯୋଉ ଶାସନ କରୁଛନ୍ତି ତାଙ୍କ ଭିତରେ ଭାରତୀୟ ମାନଙ୍କ ପ୍ରତି ଜନମଙ୍ଗଳ ସରକାର ସିଏ ଗୋଟେ କରିପାରେ ତାଙ୍କର ସେଇ ବିଶ୍ୱାସ ଥିଲା। ସେଇଥିପାଇଁ ସେମାନେ ତାଙ୍କୁ କଣ କରୁଥିଲେ ତାଙ୍କ ପ୍ରତି ଲୟାଲ ଥିଲେ ବା ଆମର ଅନୁଗତ୍ୟ ପ୍ରକାଶ କରୁଥିଲେ। ପରବର୍ତ୍ତୀ ପ୍ରଶ୍ନ ହେଲା 1908 ମସିହାରେ ମୁଜାଫରପୁର ହିଂସାକାଣ୍ଡରେ କିଏ ସମ୍ପୃକ୍ତ ନଥିଲେ? ଯୋଉ ମୁଜାଫର ଠାରେ ଆମର ଭାୟୋଲେଣ୍ଟ ହେଇଥିଲା ସେଠି ଆମର କିଏ 1908 ମସିହାରେ ସେଠି ସମ୍ପୃକ୍ତ ନଥିଲେ? ଅପସନ କଣ ଦେଇଛି ସୂର୍ଯ୍ୟ ସେନ, ଖୁଦିରାମ ବୋଷ, ଯତୀନ୍ଦ୍ର ମୁଖାର୍ଜୀ ନା ଅଜିତ ସିଂ? ତେଣୁ ଯୋଉ ମୁଜାଫିର ଠାରେ ଆମର ଯୋଉ ହିଂସାକାଣ୍ଡ ହେଇଥିଲା ସେଠି କିଏ ସେଠି ସଂଶ୍ଳିଷ୍ଟ ନଥିଲେ? ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ବି ଯେଟା କଣ ଖୁଦିରାମ ବୋଷ। ହେଲା 1908 ମୁଜାଫିର ଯୋଉ ହେଇଥିଲା ସେଠି ଆମର ଖୁଦିରାମ ବୋଷ ସେଠି ସଂଶ୍ଳିଷ୍ଟ ନଥିଲେ। ସେଠି ଯତୀନ ମୁଖାର୍ଜୀ ଥିଲେ ତାପରେ ଆମର ସୂର୍ଯ୍ୟ ସେନ ସେଠି ସଂଶ୍ଳିଷ୍ଟ ଥିଲେ ଆଉ ଅଜିତ ସିଂ ବି ଥିଲେ କିନ୍ତୁ ଖୁଦିରାମ ବୋଷ ସେଠି ସଂଶ୍ଳିଷ୍ଟ ନଥିଲେ। କେଉଁ ଶତାବ୍ଦୀରେ ୟୁରୋପରେ ଜାତୀୟତାବାଦ ଏକ ଶକ୍ତି ରୂପେ ଉଦ୍ଭିକ ହେଇଥିଲା? ହେଲା ୟୁରୋପ ରିଭଲ୍ୟୁସନ ଉପରେ କ୍ୱେଶ୍ଚନ ଦେଇଛି। ୟୁରୋପ ଆମର ଟପିକ ଅଛି ଗୋଟେ ୟୁରୋପ ରିଭଲ୍ୟୁସନ। ହେଲା ତେଣୁ ଦେଲା ଯେ ଇନ ହ୍ୱିଚ୍ କଣ୍ଟ୍ରି ଇନ ହ୍ୱିଚ୍ ସେଞ୍ଚୁରୀ ଡିଡ୍ ନ୍ୟାସନାଲିଜିମ ଏମର୍ଜେନ୍ସ ଏଜ ଦ ଫୋର୍ସ ଇନ ୟୁରୋପ? ହେଲା ଅପସନ ଗୋଟେ କଣ ଦେଇଛି ଚତୁର୍ଦଶ ଶତାବ୍ଦୀରେ, ପଞ୍ଚଦଶ ଶତାବ୍ଦୀରେ, ଅଷ୍ଟଦଶ ଶତାବ୍ଦୀରେ, ଊନବିଂଶ ଶତାବ୍ଦୀରେ? ହେଲା ସଠିକ ଉତ୍ତରଟି କଣ ହବ? ଅପସନ ନମ୍ବର ଡି ଊନବିଂଶ ଶତାବ୍ଦୀରେ। ଊନବିଂଶ ଶତାବ୍ଦୀରେ କଣ ହେଇଥିଲା ୟୁରୋପରେ ଜାତୀୟତାବାଦ ଯେଟା କି ଆମ ନ୍ୟାସନାଲିଜିମ ଏମର୍ଜେନ୍ସ ହେଇଥିଲା। ଏମ୍ପାରିଆଲିଜିମ କୁ ଶେଷ କରି ଆମର ନ୍ୟାସନାଲିଜିମ ଆରମ୍ଭ ହେଇଥିଲା।
ପରବର୍ତ୍ତୀ ପ୍ରଶ୍ନ ହେଲା ନେପୋଲିୟନଙ୍କ ସାମ୍ରାଜ୍ୟବାଦ କେଉଁ ଦେଶର ଜାତୀୟତାବାଦକୁ ପ୍ରେରଣା ଦେଇ ନଥିଲା? ନେପୋଲିୟନ ଯୋଉ ଆମର ସାମ୍ରାଜ୍ୟବାଦ ଯୋଉଟା କି ନ୍ୟାସନାଲିଜିମ ଆରମ୍ଭ କରିଥିଲେ ସେଟାକୁ କୋଉ ଦେଶଟା କଣ ହେଇଥିଲା ତା ଦ୍ୱାରା ଇନ୍ସପାୟାର ହେଇନଥିଲା? ଜର୍ମାନୀ, ଇଟାଲୀ, ଗ୍ରୀସ ଆଉ ସ୍ପେନ ହେଲା। ସଠିକ ଉତ୍ତର କଣ ହବ? କୋଉ ଦେଶଟା ତାଙ୍କ ଦ୍ୱାରା ନେପୋଲିୟନଙ୍କ ଦ୍ୱାରା ସାମ୍ରାଜ୍ୟବାଦ ଯୋଉ ଆମର ଆରମ୍ଭ କରିଥିଲେ ଆମର ଇଫେକ୍ଟ ପକେଇ ନଥିଲା? ସଠିକ ଉତ୍ତରଟି ହବ ଅପସନ ନମ୍ବର ସି ସେଟା କି ଗ୍ରୀସ। ଗ୍ରୀସ ଦେଶଟା ହେଇନଥିଲା, ଜର୍ମାନୀ, ଇଟାଲୀ ଆଉ ସ୍ପେନ ହେଇଥିଲା। ମନେ ରଖିଥିବେ ନେପୋଲିୟନଙ୍କ ଦ୍ୱାରା ଆମର ଯୋଉ ଏମ୍ପେରିଆଲିଜିମକୁ ଛାଡିକି ଆମର ନ୍ୟାସନାଲିଜିମ ପାଇଁ ଆମର ଗ୍ରୀସ ଦେଶଟା ହେଇନଥିଲା, ତା ଛଡା ଜର୍ମାନୀ ହଉ, ଇଟାଲୀ ହଉ, ସ୍ପେନ ହଉ ତା ଦ୍ୱାରା କଣ ହେଇଥିଲା ଇଫେକ୍ଟ ପଡିଥିଲା। ପରବର୍ତ୍ତୀ ପ୍ରଶ୍ନ ରହିଲା ଏଟା ପଲିଟିର କ୍ୱେଶ୍ଚନଟା ଅଛି ଆମ ଦେଶର ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ପଦ ଏକ ସମୟରେ ଶୂନ୍ୟ ହେଲେ କିଏ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରନ୍ତି? ହେଲା, ଯଦି ଆମର କଣ ହବ ଏକା ସାଙ୍ଗରେ ରାଷ୍ଟ୍ରପତି ବି ଆମର କଣ ହେଇଥିବେ ଇସ୍ତଫା ଦେବେ ଆଉ ଉପରାଷ୍ଟ୍ରପତି ଇସ୍ତଫା ଦେଇଦେବେ, ସେଇ ଟାଇମରେ ଆମର ଯୋଉ ଆମର ରାଷ୍ଟ୍ରପତିର ଯୋଉ କାମ ଗୁଡାକ ସେଟା କିଏ କରିବେ? ଅପସନ କଣ ଦେଇଛି? ଲୋକସଭାର ବାଚସ୍ପତି କରିବେ, ନା ଭାରତର ବରିଷ୍ଠତମ ରାଜ୍ୟପାଳ କରିବେ, ନା ଭାରତର ମୁଖ୍ୟ ନିର୍ବାଚନ କମିଶନର କରିବେ, ନା ସୁପ୍ରିମକୋର୍ଟର ମୁଖ୍ୟ ନ୍ୟାୟାଧୀଶ ବା ଆମର ଚିଫ ଜଷ୍ଟିସ ଅଫ ସୁପ୍ରିମକୋର୍ଟ ରାଷ୍ଟ୍ରପତିଙ୍କ କାମ ଚଳେଇବା ପାଇଁ ଯୋଉ କାମ କରିଥାନ୍ତି ରାଷ୍ଟ୍ରପତି ଭାବେ କାମ କରିବେ। ସଠିକ ଉତ୍ତର କଣ ହବ? ନା ଅପସନ ନମ୍ବର ଡି ଯେଟା କି ସୁପ୍ରିମକୋର୍ଟର ମୁଖ୍ୟ ନ୍ୟାୟାଧୀଶ ମାନେ ଚିଫ ଜଷ୍ଟିସ ଅଫ ସୁପ୍ରିମକୋର୍ଟ ରାଷ୍ଟ୍ରପତି ଭାବେ କାମ କରିବେ। ଯେତେ ପର୍ଯ୍ୟନ୍ତ ରାଷ୍ଟ୍ରପତି ନୂଆ ରାଷ୍ଟ୍ରପତି ଚୟନ ହେଇନାହାନ୍ତି ସେତେ ପର୍ଯ୍ୟନ୍ତ ଆମର ଚିଫ ଜଷ୍ଟିସ ଅଫ ସୁପ୍ରିମକୋର୍ଟ ରାଷ୍ଟ୍ରପତି ଭାବେ କାମ କରିବେ। ପରବର୍ତ୍ତୀ ପ୍ରଶ୍ନ ହେଲା ଭାରତର ଉପରାଷ୍ଟ୍ରପତିଙ୍କୁ କିଏ ନିର୍ବାଚିତ କରିଥାନ୍ତି? ହୁ ଇଲେକ୍ଟେଡ ଦ ଭାଇସ୍ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ? ଅପସନଟା କଣ ଦେଇଛି? ରାଜ୍ୟସଭାର ସଭ୍ୟମାନେ, ରାଜ୍ୟସଭାର ନିର୍ବାଚିତ ସଭ୍ୟମାନେ, ପାର୍ଲାମେଣ୍ଟର ନିର୍ବାଚିତ ସଭ୍ୟମାନେ, ନା ହଉଛି ପାର୍ଲାମେଣ୍ଟ ଓ ବିଧାନସଭା ଗୁଡିକର ସଭ୍ୟମାନେ। ହେଲା, ଯୋଉ ଆମର ଭାଇସ୍ ପ୍ରେସିଡେଣ୍ଟ ଯିଏକି ଆମର ରାଜ୍ୟସଭାର ହେଡ ହେଇଥାନ୍ତି ତାଙ୍କୁ ନିର୍ବାଚିତ କରିବା ପାଇଁ ପାୱାର କାହା ପାଖରେ ଥାଏ? ସଠିକ ଉତ୍ତର ହବ ଅପସନ ନମ୍ବର ସି ଯାହାକି ପାର୍ଲାମେଣ୍ଟର ନିର୍ବାଚିତ ସଭ୍ୟ ମାନେ ଇଲେକ୍ଟେଡ ହେଇଥିବେ ଯେଉଁମାନେ ପାର୍ଲାମେଣ୍ଟକୁ ସେଇମାନେ କାହାକୁ ନା ଆମର ଯୋଉ ଭାଇସ୍ ପ୍ରେସିଡେଣ୍ଟକୁ ସେ ଚୟନ କରିବେ। ପରବର୍ତ୍ତୀ ପ୍ରଶ୍ନ ରହିଲା କେଉଁଠି ଏକ ଚାପ ଗୋଷ୍ଠୀ ନୁହେଁ? ହେଲା, ଆମେ ଯୋଉ ଚାପ ଗୋଷ୍ଠୀ କହିଥାଉ ବା ପ୍ରେସର ଗ୍ରୁପ କହିଥାଉ ସିଏ ୟା ଭିତରୁ କୋଉଟା ହବନି? ଯେମିତି କି ଅପସନ କଣ ଦେଇଛି? ନିଖିଳ ଉତ୍କଳ ଶିକ୍ଷକ ମହାସଂଘ, ତୃଣମୂଳ କଂଗ୍ରେସ, ହିନ୍ଦ ମଜଦୁର ସଭା, ନା ହଉଛି ଭାରତୀୟ କୃଷକ ମହାସଭା। ହେଲା, ପ୍ରେସର ଗ୍ରୁପ ଆମେ କାହାକୁ କହିପାରିବାନି? ସଠିକ ଉତ୍ତର ହବ କଣ? ଅପସନ ନମ୍ବର ବି ତୃଣମୂଳ କଂଗ୍ରେସ। ପରବର୍ତ୍ତୀ ପ୍ରଶ୍ନ ରହିଲା ଓଡିଶାର ଆଡଭୋକେଟ ଜେନେରାଲକୁ କିଏ ନିଯୁକ୍ତି ଦେଇଥାନ୍ତି? ହୁ ଆପଏଣ୍ଟସ ଦ ଆଡଭୋକେଟ ଜେନେରାଲ ଅଫ ଓଡିଶା? ଓଡିଶାର ଯୋଉ ଆଡଭୋକେଟ ଜେନେରାଲ ହୋଇଥାନ୍ତି ତାଙ୍କୁ ଆମର ନିଯୁକ୍ତି କିଏ ଦେଇଥାନ୍ତି? ଅପସନ କଣ ଦେଇଛି? ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ। ଆଡଭୋକେଟ ଜେନେରାଲକୁ ଆମର ଆପଏଣ୍ଟମେଣ୍ଟ ଦେବା ପାଇଁ କାହା ପାଖରେ ଆମର ପାୱାର ଥାଏ? ସଠିକ ଉତ୍ତରଟି କଣ ହବ? ଅପସନ ନମ୍ବର ବି ଯେଟା କି ରାଜ୍ୟପାଳ। ହେଲା, ଯେହେତୁ ଆମର ଆଡଭୋକେଟ ଜେନେରାଲ ଅଫ ଷ୍ଟେଟ ଦେଇଛି ତେଣୁ ରାଜ୍ୟପାଳ, ଯଦି ଆମର ସେଣ୍ଟ୍ରାଲ କଥା କହିଥାନ୍ତା ଅଫ ଇଣ୍ଡିଆ ଯଦି କହିଥାନ୍ତା ତାହେଲେ କଣ ହେଇଥାନ୍ତା? ରାଷ୍ଟ୍ରପତି ହେଇଥାନ୍ତା। ହେଲା, ପରବର୍ତ୍ତୀ ପ୍ରଶ୍ନ କେଉଁ ଅଧିକାର ନ୍ୟାୟାଳୟରେ ପ୍ରତିପାଦନ ନୁହେଁ? ହେଲା, ହୁଇଚ ଇଜ ନଟ ଏ ଜଷ୍ଟିସେବୁଲ ରାଇଟ? ହେଲା, କୋଉଟା ଜଷ୍ଟିସେବୁଲ ରାଇଟ ନ୍ୟାୟାଳୟରେ ବା ଆମର କୋର୍ଟରେ ହବନି? ଅପସନ କଣ ଦେଇଛି? ଶୋଷଣ ବିରୋଧୀ ଅଧିକାର, ଶିକ୍ଷାଗତ ଅଧିକାର, ଭୋଟ ଦାନ ଅଧିକାର, ନା ଚାନ୍ଦା ଆଦାୟ ଅଧିକାର? ହେଲା, ୟାର ସଠିକଟି କଣ ହବ? ନା ଅପସନ ନମ୍ବର ଡି ଚାନ୍ଦା ଆଦାୟ କରିବା ଅଧିକାର ସେଟା ଜଷ୍ଟିସେବୁଲ ହବନି। ଆପଣ କିଏ ଯଦି ଚାନ୍ଦା ନଦେଲା ଆପଣ ଯାଇ ସେଟାକୁ କୋର୍ଟରେ କେସ୍ କରିବେ ସେଇଟା ହେଇପାରିବନି ବା ଆମ ନନ୍ ଜଷ୍ଟିସେବୁଲ ରାଇଟ ବୋଲି କହିପାରିବା। ଯେମିତି କି ଆପଣ ଶୋଷଣ ଯଦି କିଏ କରୁଛି ତା ବିରୁଦ୍ଧରେ ଅଧିକାର ଆପଣଙ୍କ ପାଖରେ ଅଛି, ଶିକ୍ଷାଗତ ଅଧିକାର ଅଛି, ଭୋଟ ଦେବାର ଅଧିକାର ମଧ୍ୟ ରହିଛି, ସେଟା ଜଷ୍ଟିସେବୁଲ। ହେଲା, ପରବର୍ତ୍ତୀ ପ୍ରଶ୍ନ ରହିଲା ଅନେକ ସମୟ ଧରି ଚାଷରେ ବ୍ୟବହୃତ ହୋଇନଥିବା ଭୂମି ନିମ୍ନୋକ୍ତ କେଉଁ ପ୍ରକାର ଭୂ ବ୍ୟବହାରରେ ଅନ୍ତର୍ଭୁକ୍ତ? ଯଦି ବହୁତ ସମୟ ପର୍ଯ୍ୟନ୍ତ ଗୋଟେ ଚାଷକୁ ଏଗ୍ରିକଲଚରରେ ବ୍ୟବହାର କରାଯାଏ ନାହିଁ ତାକୁ ଆମେ କୋଉ ପ୍ରକାର କୃଷି ବୋଲି କୋଉ ଜାଗା ବୋଲି ଭୂମି ରୂପ ବୋଲି କହିବା? ଅପସନ କଣ ଦେଇଛି? କୃଷି ଯୋଗ୍ୟ ପତିତ, ଅନାବାଦୀ ଭୂମି, ନା ଅଣକୃଷି ଭୂମି, ନା ହଉଛି ଚାରଣ ଭୂମି? ହେଲା, ତେଣୁ ସଠିକ ଉତ୍ତର କଣ ହବ? ଯଦି ବହୁତ ଦିନ ପର୍ଯ୍ୟନ୍ତ ଚାଷ ହେଇନଥିବ ଯୋଉ ଏଗ୍ରିକଲଚର ଲ୍ୟାଣ୍ଡରେ ତାକୁ ଆମେ କଣ କହିବା? ଅପସନ ନମ୍ବର ଏ ଯେଟା କି କୃଷି ଯୋଗ୍ୟ ପତିତ। ହେଲା, କଣ କୁହ? କଲଚୁରେବୁଲ ୱେଷ୍ଟ। ହେଲା, କଲଚୁରେବୁଲ ୱେଷ୍ଟ ବା କୃଷି ଯୋଗ୍ୟ ପତିତ ଜମି ବୋଲି ଆମେ କହିବା। ମନେ ରଖିଥିବେ ଆମେ ଯୋଉ ଜାଗାରେ ବହୁତ ଦିନ ପର୍ଯ୍ୟନ୍ତ ଯେଟା କି ଏଗ୍ରିକଲଚର ଲ୍ୟାଣ୍ଡ କିନ୍ତୁ ଚାଷ ହେଇନଥିବ ତାକୁ ଆମେ କଣ କହିବା? ଏଠି ଆମର କୃଷି ଯୋଗ୍ୟ ପତିତ ଜମି ବୋଲି କହିପାରିବା। ଭୁଲ ଯୋଡିଟିକୁ ବାଛିଦିଅ। ଯେମିତି କି ଅପସନ ଦେଇଛି ଚମ୍ବଲ ହଉଛି ଗାନ୍ଧୀ ସାଗର, କୃଷ୍ଣା ହଉଛି ରାଣା ପ୍ରତାପ ସାଗର, ନର୍ମଦା ହଉଛି ସର୍ଦ୍ଦାର ସରୋବର, ଆଉ ହଉଛି ସତଲେଜ ହଉଛି ଗୋବିନ୍ଦ ସାଗର। ହେଲା, ଲେକ୍ ଗୁଡାକ ବିଷୟରେ ଦେଇଛି ଯେଉଁ କୋଉ ନଦୀ କୋଉ ଲେକ୍ ଗୁଡାକ ରହିଛି ଏ ଭିତରୁ କୋଉଟା ଭୁଲ ଅଛି ଆପଣଙ୍କୁ ବାଛିବା ପାଇଁ କହିଛି। ଏହାର ସଠିକ ଉତ୍ତର କଣ ହବ? ଅପସନ ନମ୍ବର ବି ଯାହାକି କୃଷ୍ଣା ରାଣା ପ୍ରତାପ ସାଗର। ଚମ୍ବଲ ହଉଛି ଗାନ୍ଧୀ ସାଗରରେ ଅଛି, ସରି ଗାନ୍ଧୀ ସାଗର ଚମ୍ବଲରେ ଅଛି, ନର୍ମଦାରେ ଅଛି ସର୍ଦ୍ଦାର ସରୋବର, ଆଉ ହଉଛି ସତଲେଜ ହଉଛି କଣ? ଗୋବିନ୍ଦ ସାଗର। ପରବର୍ତ୍ତୀ ପ୍ରଶ୍ନ ରହିଛି କେଉଁ ଧରଣର ଅରଣ୍ୟକୁ ଦକ୍ଷିଣ ଭାରତରେ ସ୍ଥାନୀୟ ଭାବେ ସଲାସ ବୋଲି କୁହାଯାଏ? ହେଲା, ଆଉ ଯୋଉ ସାଉଥ ଇଣ୍ଡିଆନ ରହିଛି ସେଠି କୋଉ ପ୍ରକାର ଅରଣ୍ୟକୁ ଆମେ ଯୋଉ ଆମର ଓଡିଶା ଭାରତରେ ଯେତେ ପ୍ରକାର ଆମର କଣ ଅରଣ୍ୟ ରହିଛି ତା ମଧ୍ୟରୁ କୋଉ ଅରଣ୍ୟକୁ ଆମେ ସଲାସ ବୋଲି କହିଥାଉ? ଅପସନ ଗୋଟେ କଣ ଦେଇଛି? ଉପକ୍ରାନ୍ତୀୟ ଶୁଷ୍କ ଚିରହରିତ ଅରଣ୍ୟ, ଉପକ୍ରାନ୍ତୀୟ ପାର୍ବତୀୟ ଅରଣ୍ୟ, ନା ନାତିଶୀତୋଷ୍ଣ ପାର୍ବତୀୟ ଅରଣ୍ୟ, ନା ଅପସନ ନମ୍ବର ଅଛି ଆର୍ଦ୍ର ପାର୍ବତୀୟ ଅରଣ୍ୟ?
ହେଲା। ୟାର ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ସି, ଯେଟା କି କଣ ଅଛି ନାତିଶୀତୋଷ୍ଣ ପାର୍ବତୀ ଅରଣ୍ୟ ବା ଆମର ଟେମ୍ପରେଟ ମଣ୍ଟେନ ଯୋଉ ଅରଣ୍ୟଟା ରହିଛି ବା ନାତିଶୀତୋଷ୍ଣ ପାର୍ବତୀ ଅରଣ୍ୟ ଯେଟା ରହିଛି ସେଟାକୁ ଆମେ ସାଉଥ ଇଣ୍ଡିଆରେ କଣ କହିଥାଉ ନା ସଲାସ ବୋଲି କହିଥାଉ ହେଲା। ମନେ ରଖିଥିବେ। ପରବର୍ତ୍ତୀ ପ୍ରଶ୍ନ ରହିଲା ଯୋଉଟା କି ବନ୍ୟ ଗଧ କେଉଁ ପ୍ରକାରର ଜାତିର ଅନ୍ତର୍ଭୁକ୍ତ ହେଲା। ଆମର ଯୋଉ ବିଭିନ୍ନ ପ୍ରକାର ଜାତି ରହିଛି ଯେମିତି କି ଆମ ପଶୁ ମାନଙ୍କର ଯେମିତି କି ଡିଭାଇଡ କରାଯାଇଛି ବିଲୁପ୍ତ, ବିପଦଗ୍ରସ୍ତ, ବିପଦ ପ୍ରବଣ ଆଉ ଦୁର୍ଲଭ, ଯେମିତି କି ଏକ୍ସଟିଙ୍କ୍ଟ ଆଉ ହଉଛି ଏଣ୍ଡେଞ୍ଜର୍ଡ ଆଉ ହଉଛି ଭ୍ୟାଲୁରେବୁଲ ଆଉ ହଉଛି ରେୟାର। ତା ଭିତରୁ ଆମର ଯୋଉ ବନ୍ୟ ଗଧ ରହିଛି ସେଟା କୋଉ ପ୍ରକାରର ଜାତିରେ ଅନ୍ତର୍ଭୁକ୍ତ ହବ। ସଠିକ ଉତ୍ତରଟି ହବ କଣ ଅପସନ ନମ୍ବର ବି, ଯେଟା କି ବିପଦଗ୍ରସ୍ତ ବା ଇନଡେଞ୍ଜର୍ଡ ଆନିମଲ ଭିତରେ ଯିବ। ଇନଡେଞ୍ଜର୍ଡ ଆନିମଲ ମାନେ ହଉଛି କଣ, ସେଟା ମାନେ ତାଙ୍କର ମାତ୍ରା ଯୋଉ ପ୍ରାଣୀ ମାନଙ୍କର ପୃଥିବୀରେ ତାର ମାତ୍ରା ମାନେ ବହୁତ କମ ହେଇଯାଇଛି ଆଉ କିଛି ଡେଫିନେଟ ଏରିଆରେ ସେମାନଙ୍କର ସେମାନେ ରହିଛନ୍ତି, ତେଣୁ ସେଇଟା କଣ କୁହାଯାଏ ନା ଇନଡେଞ୍ଜର୍ଡ। ବିଲୁପ୍ତ କଣ, ସେ ପୁରାପୁରି ଆମର ପୃଥିବୀରୁ ବିଲୁପ୍ତ ମାନେ ସରି ଯାଇଛନ୍ତି ହେଲା। ବିପଦ ପ୍ରବଣ କଣ, କିଛି ମାନେ କିଛି ମାତ୍ରାରେ ଅଛନ୍ତି ଆଉ ସେ ଭବିଷ୍ୟତରେ କଣ ସେଟା ବିଲୁପ୍ତ ହବାକୁ ଯାଉଛନ୍ତି ହେଲା, ସେଟା କୁହାଯାଏ। ଆଉ ଦୁର୍ଲଭ କଣ, ସେମାନେ ବହୁତ ମାତ୍ରାରେ ଅଛନ୍ତି ଆଉ ସେଟା ଆମର ବହୁତ କାମରେ ଆସିଥାନ୍ତି, ତେଣୁ ସେଟା କଣ ଦୁର୍ଲଭ କୁହାଯାଏ। ତେଣୁ ବୁଝିପାରିଲେ। ତାପରେ କ୍ୱେଶ୍ଚନ ରହିଲା କେଉଁ ଦୁଇଟି ଖଣିଜ ପଦାର୍ଥ ଉତ୍ପାଦନ ରେ ଓଡିଶା ଭାରତର ପ୍ରଥମ ସ୍ଥାନ ଅଧିକାର କରିଛି। ଇନ ଦ ପ୍ରଡକ୍ସନ ଅଫ ହ୍ୱିଚ୍ ଟୁ ମିନେରାଲ୍ସ ଡଜ୍ ଓଡିଶା rank ଫାର୍ଷ୍ଟ ଇନ୍ ଇଣ୍ଡିଆ। ଇଣ୍ଡିଆରେ ଓଡିଶା ପ୍ରଥମ ସ୍ଥାନକୁ ରଖିଛି କୋଉ ଦୁଇଟା ଖଣିଜ ପଦାର୍ଥ ଏକ୍ସଟ୍ରାକ୍ସନ ବା ପ୍ରଡକ୍ସନ ରେ। ଅପସନ ଟା କଣ ଦେଇଛି ମାଙ୍ଗାନିଜ ଏବଂ କ୍ରୋମାଇଟ, କ୍ରୋମାଇଟ ଏବଂ ବକ୍ସାଇଟ, ବକ୍ସାଇଟ ଏବଂ ଲୁହାପଥର, ନା ଅପସନ ନମ୍ବର ଡି ଅଛି ମାଙ୍ଗାନିଜ ଏବଂ ଲୁହାପଥର ହେଲା। ତେଣୁ ଏହାର ସଠିକ ଉତ୍ତର କଣ ହବ ନା ଅପସନ ନମ୍ବର ଏ, ଯେଟା କି ମାଙ୍ଗାନିଜ ଏବଂ କ୍ରୋମାଇଟ ହେଲା। ମାଙ୍ଗାନିଜ ଏବଂ କ୍ରୋମାଇଟ ପ୍ରଡକ୍ସନ ରେ ଇଣ୍ଡିଆ ଭିତରେ ଓଡିଶାର ପ୍ରଥମ ସ୍ଥାନ ଅଧିକାର କରିଛି। ଯେମିତି କି ଆପଣ କ୍ରୋମାଇଟ ଯଦି କଥା କହିବେ ତାହେଲେ ଟୋଟାଲ ଇଣ୍ଡିଆର 98% ଆମର କ୍ରୋମାଇଟ କେବଳ କୋଉଠି ଯାଉଛି ନା ଓଡିଶାର ଯୋଉ ଯାଜପୁର ସୁକିନ୍ଦା ଭ୍ୟାଲି ରହିଛି ସେଇଠୁ ଆମର 98% ଇଣ୍ଡିଆର କ୍ରୋମାଇଟ କେବଳ ଯାଉଛି। ଆଉ ମାଙ୍ଗାନିଜ ବି ସେମିତି ଆମର ଓଡିଶା ର ମାନେ ପ୍ରଡକ୍ସନ ସବୁଠୁ ଅଧିକା ହେଇଥାଏ ମାଙ୍ଗାନିଜ ଆଉ କ୍ରୋମାଇଟ କ୍ଷେତ୍ରରେ। ପରବର୍ତ୍ତୀ ପ୍ରଶ୍ନ ହେଲା କେଉଁ ସ୍ଥାନ ନିକଟରେ ମହାନଦୀର ସବୁଠାରୁ ବଡ ଉପନଦୀ ଏହା ସହିତ ମିଶିଛି। ଯେମିତି କି ଆମେ କଣ କହିଥାଉ ନା ଟ୍ରିବ୍ୟୁଟାରୀ ନଦୀ ଗୁଡାକ ରହିଛି, ଯେମିତି ମହାନଦୀର ଟ୍ରିବ୍ୟୁଟାରୀ ବଡ କୋଉଟା କଣ ତେଲ ରିଭର ହେଲା। ତେଣୁ ସେଇଟା ଆମର ଓଡିଶାର କୋଉ ସ୍ଥାନରେ ମହାନଦୀ ସହିତ ମିଶିଛି। ଅପସନ କଣ ରହିଲା ବୌଦ୍ଧ, କଟକ, ସମ୍ବଲପୁର, ସୋନପୁର। ତେଣୁ ଏହାର ସଠିକ ଉତ୍ତରଟି କଣ ହବ, କୋଉଠାରେ ଆମର ମହାନଦୀର ଯୋଉ ଉପନଦୀଟା ରହିଛି ସେଟା ମିଶିଛି ମହାନଦୀ ସହିତ। ଅପସନ ନମ୍ବର ଡି, ଯେଟା କି ସୋନପୁର। ସୋନପୁର ପାଖରେ କଣ ହେଇଛି ନା ଆମର ମହାନଦୀ ତା ସବୁଠୁ ବଡ ଟ୍ରିବ୍ୟୁଟାରୀ ସହିତ ମିଶିଛି ସୋନପୁର ଠାରେ। ପରବର୍ତ୍ତୀ ପ୍ରଶ୍ନ ହେଲା କେଉଁ ନଦୀର ଉତ୍ପତ୍ତି ସ୍ଥଳ ଓଡିଶା ନୁହେଁ ହେଲା। ଯୋଉ ନଦୀ ଗୁଡାକ ଦେଇଛି ଯେ ଓଡିଶାରେ ପ୍ରବାହିତ ହୁଏ କିନ୍ତୁ ସେଟା ଉତ୍ପତ୍ତି ସ୍ଥଳ ଓଡିଶାର ନୁହେଁ, ଓଡିଶା ବାହାରେ ବା ଅଲଗା ଷ୍ଟେଟ ରେ। ଅପସନ କଣ ଦେଇଛି ବୈତରଣୀ, ଋଷିକୁଲ୍ୟା, ବୁଢାବଳଙ୍ଗ, ସୁବର୍ଣ୍ଣରେଖା ହେଲା। ତେଣୁ ଏହାର ସଠିକଟି କଣ ହବ ନା ଅପସନ ଡି, କି ସୁବର୍ଣ୍ଣରେଖା ହେଲା। ସୁବର୍ଣ୍ଣରେଖାର ଉତ୍ପତ୍ତି ସ୍ଥଳର ଓଡିଶା ବାହାରେ କିନ୍ତୁ ଓଡିଶାରେ ସେଟା କଣ ପ୍ରବାହିତ ହେଇଥାଏ। ଅଲଗା ଯେମିତି ଆମର କହିବେ ବୈତରଣୀ ହଉ, ଋଷିକୁଲ୍ୟା ହଉ, ବୁଢାବଳଙ୍ଗ ହଉ, ଏସବୁ କଣ ଅଛି ନା ଓଡିଶାରେ ଆମର ତାର ଉତ୍ପତ୍ତି ସ୍ଥଳ ରହିଛି। ପରବର୍ତ୍ତୀ ପ୍ରଶ୍ନ ରହିଲା ଓଡିଶାର ନିମ୍ନୋକ୍ତ ସ୍ଥାନ ଗୁଡିକ ମଧ୍ୟରୁ କେଉଁଠାରେ ବାର୍ଷିକ ତାପ ବ୍ୟବଧାନ ସର୍ବାଧିକ, ମାନେ ବର୍ଷରେ ଟୋଟାଲ ବର୍ଷରେ ଗ୍ରୀଷ୍ମ ଋତୁରେ ସବୁଠୁ ଅଧିକା ହେଇଥିବ, ଶୀତ ଋତୁରେ ସବୁଠୁ କମ ହେଇଥିବ, ତେଣୁ ସେଇ ଯୋଉ ଟେମ୍ପରେଚର ଡିଫରେନ୍ସ ଟା ସବୁଠୁ ଅଧିକା କୋଉ ଜାଗାରେ ଓଡିଶା ମଧ୍ୟରେ ହେଇଥାଏ। ଅପସନ କଣ ଦେଇଛି ଭଦ୍ରକ, ଝାରସୁଗୁଡା, ଫୁଲବଣୀ ଆଉ ଗୋପାଳପୁର। ତେଣୁ ଏହାର ସଠିକ ଉତ୍ତର କଣ ହବ, କୋଉ ଜାଗାରେ ଆମର ହାଇଏଷ୍ଟ ଆଉ ଲୋଏଷ୍ଟ ଟେମ୍ପରେଚର ଡିଫରେନ୍ସ ଅଧିକ ଦେଖାଯିବ, ବ୍ୟବଧାନ ଅଧିକ ଦେଖାଯାଏ। ଅପସନ ନମ୍ବର ବି, ଯେଟା କି ଝାରସୁଗୁଡା ହେଲା। ଝାରସୁଗୁଡା ପାଖରେ ଆମର କଣ ହାଇଏଷ୍ଟ ଆଉ ଲୋଏଷ୍ଟ ଟେମ୍ପରେଚର ଭିତରେ ତାର ରେଞ୍ଜ ଟା ସବୁଠୁ ଅଧିକା ଦେଖାଯାଏ। ପରବର୍ତ୍ତୀ ପ୍ରଶ୍ନ ରହିଛି ଓଡିଶାର ଉପକୂଳବର୍ତ୍ତୀ ବାଲିଆ ଭୂମିରେ କେଉଁ ଫସଲଟି ବିଶେଷ ଭାବରେ କରାଯାଇଥାଏ। ଓଡିଶାର ଯୋଉ ଉପକୂଳବର୍ତ୍ତୀ ବା ଆମର ଯୋଉ କୋଷ୍ଟାଲ ଲ୍ୟାଣ୍ଡ ରିଜିଅନ ରେ ସେଣ୍ଡି ଯୋଉ ଆମର ବାଲିଆ ଭୂମି ରହିଥାଏ ସେଠି କୋଉ ପ୍ରକାର ଫସଲ ଚାଷ କରାଯାଇଥାଏ। ଯେମିତି କି ଅପସନ କଣ ଦେଇଛି ଅଦା ଚାଷ ହେଇଥାଏ, ନା କାଜୁ ବାଦାମ, ନା ହଳଦୀ, ନା ଧୂଆଁ ପତ୍ର ହେଲା। ଏହାର ସଠିକ ଉତ୍ତର କଣ ହବ ନା ଅପସନ ନମ୍ବର ବି, ଯେଟା କି କାଜୁ ବାଦାମ ହେଲା। ଯେହେତୁ ସେଣ୍ଡି ବା ବାଲିଆ ଭୂମି ଦେଇଛି ତେଣୁ ମନେ ରଖିବେ କଣ କାଜୁ ବାଦାମ ବାଲିଆ ମାଟିରେ ଅଧିକ ହେଇଥାଏ ଆଉ ଉପକୂଳବର୍ତ୍ତୀ ବା କୋଷ୍ଟାଲ ଲ୍ୟାଣ୍ଡ ରେ ଅଧିକା ଦେଖାଯାଏ ଓଡିଶାରେ। ପରବର୍ତ୍ତୀ ପ୍ରଶ୍ନ ରହିଲା ଭୁଲ ଯୋଡିଟିକୁ ବାଛି ଦିଅ। ଯେମିତି କି ଅପସନ କଣ ଦେଇଛି ଅନୁଗୁଳ ଆଲୁମିନା ପାଇଁ, ଆଉ ବାଲିଆପଦା ସ୍ପଞ୍ଜ ଲୁହା ପାଇଁ, ସି ଅଛି ବଜ୍ର ରାଜନଗର ଯୋଉଟା କି କାଗଜ ପାଇଁ, ଅପସନ ନମ୍ବର ଡି ଅଛି ରାଜଗାଙ୍ଗପୁର ଯୋଉଟା କି ସିମେଣ୍ଟ ପାଇଁ। ତେଣୁ ଏଟା ଇଣ୍ଡଷ୍ଟ୍ରିଆଲ ଅନୁସାରେ ଦେଇଛି କୋଉ ମାନେ କୋଉ ସିଟିରେ କୋଉ ଆମର ଇଣ୍ଡଷ୍ଟ୍ରି ରହିଛି, ତେଣୁ ଫ୍ୟାକ୍ଟ୍ରି ରହିଛି। ତେଣୁ ଏହାର ସଠିକ ଉତ୍ତର କଣ ହବ, କୋଉଟା ଭୁଲ ଅଛି। ଅପସନ ନମ୍ବର ଅପସନ ନମ୍ବର କୋଉଟା ହବ ନା ହଉଛି ଅପସନ ନମ୍ବର ଏ, ଯେଟା କଣ ଅଛି ଅନୁଗୁଳ ଆଲୁମିନା ହେଲା। ଅନୁଗୁଳରେ ଆଲୁମିନା ଟା ହେଇନଥାଏ। ବାଲିଆପଦାରେ ସ୍ପଞ୍ଜ ଲୁହା ମିଳିଥାଏ, ବଜ୍ର ରାଜନଗରରେ କାଗଜ କଳ ରହିଛି, ଯେମିତି କି ରାଜଗାଙ୍ଗପୁରରେ ସିମେଣ୍ଟ କାରଖାନା ରହିଛି। ତେଣୁ କଣ ମନେ ରଖିଥିବେ ଅନୁଗୁଳରେ ଆଲୁମିନା ଟା ନଥାଏ। ଆଉ ଏଗୁଡାକ ମନେ ରଖିଥିବେ, ଏଟା ଇମ୍ପୋର୍ଟାଣ୍ଟ ଅଛି ପଚାରିପାରେ। ପରବର୍ତ୍ତୀ ପ୍ରଶ୍ନ ହେଉଛି ଶିକ୍ଷକଙ୍କ ଦ୍ଵାରା ଶ୍ରେଣୀ ଗୃହରେ ପ୍ରଦର୍ଶିତ 4ଗୋଟି ମାନଚିତ୍ର ମାନ ନିମ୍ନ ଦିଆଯାଇଛି। କେଉଁଟି ସବୁଠାରୁ କ୍ଷୁଦ୍ର ମାନ ବିଶିଷ୍ଟ ମାନଚିତ୍ର। ଯେମିତି କି ଆମର ମାନଚିତ୍ର ତିନି ପ୍ରକାର ରହିଛି, ଗୋଟେ ସ୍ମଲେଷ୍ଟ ସ୍କେଲ, ମିଡିୟମ ସ୍କେଲ ଆଉ ଗୋଟେ ଲାର୍ଜ ସ୍କେଲ ହେଲା। ତେଣୁ ଗୋଟେ କ୍ଷୁଦ୍ର ମାନଚିତ୍ର କୋଉ କ୍ୟାରେକ୍ଟରରେ ଥିବ। ଅପସନ ଟା କଣ ଦେଇଛି ଗୋଟେ ସେଣ୍ଟିମିଟର ସମାନ 10 କିଲୋମିଟର, ଗୋଟେ ସେଣ୍ଟିମିଟର ସମାନ ଆଉ 1,25,000 କିଲୋମିଟର,
ଆଉ 1 ସେଣ୍ଟିମିଟର ସମାନ 55 କିଲୋମିଟର ନା ହଉଛି 1 ସେଣ୍ଟିମିଟର ସମାନ 15 1500 1000 କିଲୋମିଟର ହେଲା। ତେଣୁ ଏଟା ଦେଇଛି ଯେମିତି 1 ସେଣ୍ଟିମିଟର ଯୋଉ ଆମ ମାନଚିତ୍ରରେ ରହିଲା ସେଟା ଅରିଜିନାଲର କେତେ କିଲୋମିଟର ସହିତ ସମାନ ହବ ସ୍ମଲେଷ୍ଟ ସ୍କେଲ ଅନୁସାରେ ହେଲା। ତେଣୁ ଏହାର ସଠିକ ଉତ୍ତର କଣ ହବ ନା ଅପସନ ନମ୍ବର ସି ଯେଟା କି 1 ସେଣ୍ଟିମିଟର ସମାନ 55 କିଲୋମିଟର ହେଲା। ତ ମନେ ରଖିଥିବେ ଯଦି ଆମର କଣ କହିଥିବ ସ୍ମଲେଷ୍ଟ ସ୍କେଲ କଥା ତାହେଲେ 50 ରୁ ସେ 100 ଭିତରେ ରହିବ ସ୍ମଲେଷ୍ଟ ସ୍କେଲ କଥା କହିଲେ ହେଲା। ତେଣୁ ତା ପରବର୍ତ୍ତୀ କ୍ୱେଶ୍ଚନ ରହିଛି ସମୋଚ୍ଚ ରେଖା ଦ୍ୱାରା ମାନଚିତ୍ରର କେଉଁ ବିଷୟଟି ଦର୍ଶାଯାଇ ପାରିବ ଯେଟା କି ସମୋଚ୍ଚ ରେଖା ଆମେ କହିଥାଉ ତା ଦ୍ୱାରା କି ଆମର ମାନଚିତ୍ରରେ କୋଉ ପ୍ରକାର ଆମେ କ୍ୱାଣ୍ଟିଟିଟା ବା କୋଉ ପ୍ରକାର ଜିନିଷଟାକୁ ଆମେ ସୂଚାଇ ପାରିବା ହେଲା। ଅପସନ କଣ ଦେଇଛି ଦୂରତାକୁ ସୂଚାଇ ପାରିବା ନା ବନ୍ଧୁରତାକୁ ନା ଦିଗକୁ ନା ମାନକୁ ହେଲା। ସମୋଚ୍ଚ ରେଖା ଦ୍ୱାରା ଆମେ କୋଉ ପ୍ରକାର ବା କଣ୍ଟୋର୍ସ ଯୋଉଟା କୁହାଯାଏ ହେଲା କଣ୍ଟୋର୍ସକୁ ଆମେ କୋଉ ପ୍ରକାର ସଜାଇ ପାରିବା ସଠିକ ଉତ୍ତରଟି କଣ ହବ ନା ବନ୍ଧୁରତା ହେଲା। ବା ଆମର ରିଲେଫ ଯେଟା କୁହାଯାଏ ବନ୍ଧୁରତାକୁ ଉଚ୍ଚବାଚ ଯୋଉଟା ରହିଥାଏ ସେଟାକୁ ଆମେ ସୂଚାଇ ପାରିବା କାହା ଦ୍ୱାରା ନା ସମୋଚ୍ଚ ରେଖା ଦ୍ୱାରା। ପରବର୍ତ୍ତୀ ପ୍ରଶ୍ନ ରହିଛି ସେ ମାନଚିତ୍ର ଉପରୁ କେଉଁ ସଂକେତଟି ମାନଚିତ୍ରରେ ଝରଣାକୁ ସୂଚାଏ ହେଲା। ଦେଇଛି ଗୋଟେ ସର୍କିଲ ହେଇପାରେ ଆମର ଟ୍ରାଇଙ୍ଗଲ ହେଇପାରେ ପ୍ଲସ ଆଇକନ ଆଉ ଗୋଟେ ରେକ୍ଟାଙ୍ଗଲ ଉପରେ ପ୍ଲସ ଆଇକନ ହେଲା। ତେଣୁ ଏଇଟା ଦେଲେ ଯୋଉ ଆମେ କଣ କରିଥାଉ ନା ଭିଲେଜ ରେ ବା ଆମର ଗ୍ରାମାଞ୍ଚଳରେ ଯୋଉ ପ୍ରକାର ମ୍ୟାପ ଆମେ ବ୍ୟବହାର କରିଥାଉ ସେଠି ଆମର ଝରଣା ନଦୀ ଗ୍ରାମାଞ୍ଚଳ ଏମିତି ସବୁ ରହିଥାଏ ଜନବସତି ରହିଥାଏ ସେଥିରେ ଆମେ ଝରଣାକୁ କୋଉ ପ୍ରକାର ସଂକେତ ଆମେ ବ୍ୟବହାର କରିଥାଉ ସଠିକ ଉତ୍ତର କଣ ହବ ଅପସନ ନମ୍ବର ସି ଯାଇକି ପ୍ଲସ ଆଇକନ ମନେ ରଖିବେ ଝରଣାକୁ ଆମେ କଣ ପ୍ଲସ ଆଇକନ ଦ୍ୱାରା ସୂଚାଇଥାଉ କୋଉଠି ନା ଆମେ ଗ୍ରାମାଞ୍ଚଳ ଯୋଉ ମ୍ୟାପ ଆମେ ବ୍ୟବହାର କରିଥାଉ। ପରବର୍ତ୍ତୀ ପ୍ରଶ୍ନ ହେଲା ସେ ମାନଚିତ୍ର ଉପରେ ମାନଚିତ୍ରରେ ଜନବସତି କୋଉ ରଙ୍ଗ ଦ୍ୱାରା ଦର୍ଶାଯାଇଥାଏ ଯେମିତି ଅପସନ ରେ କଣ ଦେଇଛି ଲାଲ ରଙ୍ଗ ହଳଦିଆ ରଙ୍ଗ ସବୁଜ ରଙ୍ଗ ମାଟିଆ ରଙ୍ଗ ହେଲା। ତ ଆମେ ଜନବସତି ଆମେ ମାନଚିତ୍ରରେ ଦର୍ଶାଇଥାଉ କୋଉ ପ୍ରକାର ରଙ୍ଗରେ ସଠିକ ଉତ୍ତରଟି କଣ ହବ ଅପସନ ନମ୍ବର ଏ ଯୋଉଟା କି କଣ ଲାଲ ରଙ୍ଗ ହେଲା। ଯୋଉ ମନେ ରଖିଥିବେ ଜନବସତି ଗୁଡାକୁ ଆମେ କୋଉ ରଙ୍ଗରେ ନା ଲାଲ ରଙ୍ଗରେ ଆମେ ମାନଚିତ୍ରରେ ଦର୍ଶାଇଥାଉ। ପରବର୍ତ୍ତୀ ପ୍ରଶ୍ନ ରହିଲା ଶିକ୍ଷକ ଓଡିଶାର ଜନସଂଖ୍ୟା ସମ୍ବନ୍ଧରେ ପଢାଇବା ପାଇଁ ଶ୍ରେଣୀରେ ଏକ ମାନଚିତ୍ର ବ୍ୟବହାର କଲେ ଏହି ମାନଚିତ୍ର କି ପ୍ରକାର ଯେହେତୁ ସେ ଗୋଟେ କଣ ଓଡିଶାର ଜନସଂଖ୍ୟାକୁ ସୂଚାଇବା ପାଇଁ ବ୍ୟବହାର କରିଛନ୍ତି ଏଟା କୋଉ ପ୍ରକାର ହବ ଅପସନ କଣ ଦେଇଛି ପ୍ରାକୃତିକ ମାନଚିତ୍ର ନା ତଥ୍ୟ ଭିତ୍ତିକ ନା ଭୂ ସଂସ୍ଥାନୀୟ ହଉଛି ପ୍ରଶାସନିକ। ଓଡିଶାର ଜନସଂଖ୍ୟା ଯେହେତୁ ସିଏ ସୂଚାଇବା ପାଇଁ ନେଇଛନ୍ତି ତେଣୁ କୋଉ ପ୍ରକାର ବ୍ୟବହାର କରିବେ ନା ଅପସନ ନମ୍ବର ବି ତଥ୍ୟ ଭିତ୍ତିକ ହେଲା। ବା ଆମର ଥିମେଟିକ ଆମର ମ୍ୟାପଟା ସେ ବ୍ୟବହାର କରିବେ ଓଡିଶାର ଜନସଂଖ୍ୟା ଯଦି ସୂଚାଇବା ପାଇଁ ଚାହୁଁଛନ୍ତି ବ୍ୟବହାର କରିବେ। ଏଗୁଡା ରହିଲା ଆମର ପେଡାଗୋଜି କ୍ୱେଶ୍ଚନ ଗୁଡାକ ହେଲା। ପେଡାଗୋଜି କ୍ୱେଶ୍ଚନ ମୁଁ ଅପଲୋଡ କରୁଛି ଆପଣ ଏଇ ଯୋଉ ମୋ ଚ୍ୟାନେଲରେ ଯାଇ ଦେଖିପାରିବେ ପ୍ଲେଲିଷ୍ଟରେ ମୁଁ ରଖିଦେଇଛି ସେଗୁଡା ସବୁ ହେଲା। ପରବର୍ତ୍ତୀ କ୍ୱେଶ୍ଚନ ରହିଲା ଶିଳା ଉପରେ କେଉଁ ଶିଳାଟି ଗଠନ ଦୃଷ୍ଟିରୁ ଅନ୍ୟ ତିନୋଟି ଠାରୁ ଭିନ୍ନ ହେଲା ଯେମିତି କି ଅପସନ କଣ ଦେଇଛି ମାର୍ବଲ ନିସ୍ ତାପରେ ହଉଛି ବାସଲେଟ ଆଉ ହଉଛି କ୍ୱାର୍ଟାଇଜ ହେଲା। ତେଣୁ ଗଠନ ଦୃଷ୍ଟିରୁ ଆପଣ କଣ ଫାର୍ଷ୍ଟ ହଉଛି ଇଗ୍ନାଇସ ରକ୍ ତାପରେ ହଉଛି ସେଡିମେଣ୍ଟାରୀ ଆଉ ହଉଛି ମର୍ଫିକ ହେଲା। ଇଗ୍ନାଇସ ହଉଛି ଟୋଟାଲ ଆମର ଅଗ୍ନି ଉଦ୍ଗୀରଣ ଯୋଉଟା ବାହାରେ ସେଟା ଇଗ୍ନାଇସିୟସ ତାପରେ ଯୋଉ ସେଡିମେଣ୍ଟାରୀ ହଉଛି କଣ ସରି ତାପରେ ଯୋଉ ମେଟାମର୍ଫିକ ହଉଛନ୍ତି ସେଟା ଆସ୍ତେ ଆସ୍ତେ ଚେଞ୍ଜ ହେଇକା ବାହାରେ ଆସି ଥଣ୍ଡା ହେଇକି ଦିଅ ସେଟା ମେଟାମର୍ଫିକ ସେଡିମେଣ୍ଟାରୀ ହଉଛି କଣ ନା ସ୍ତର ସ୍ତର ହେଇଛି ମେଟାମର୍ଫିକ ଯଦି ଜମା ହେଇଗଲା ତ ସେଇଟା ହେଇଯିବ କଣ ଆମର ସେଡିମେଣ୍ଟାରୀ ରକ୍। ତେଣୁ ଏଇ ସେଇଗୁଡାକ ଭିତରୁ କୋଉଟା ମାନେ ଅଲଗା ହବ ହେଲା। ୟାର ସଠିକ ଉତ୍ତରଟି କଣ ହବ ଅପସନ ନମ୍ବର ସି ଯେଟା କଣ ବାସିଲେଟ ହେଲା। ବାସିଲେଟ ହଉଛି କଣ ନା ଆମର ଇଗ୍ନେସିୟସ ରକ୍ ର ଗୋଟେ ଉଦାହରଣ ଅଲଗା ଗୁଡାକ ଆଉ ସେଡିମେଣ୍ଟାରୀ ରକ୍ ର ଉଦାହରଣ ହେଲା। ପରବର୍ତ୍ତୀ ପ୍ରଶ୍ନ ସେ ଆର୍ଥ ର ଲେୟାର ଉପରେ କ୍ୱେଶ୍ଚନଟା ଆସିଲା ଯେ ମେଣ୍ଟାଲ ସ୍ତର ରେ ଘନତ୍ବ କେତେ ଯୋଉ ଆମର କ୍ରଷ୍ଟ ମେଣ୍ଟାଲ କୋର ରହିଛି ତାର ଘନତ୍ବ ବା ଡେନସିଟି ଆମକୁ ପଚାରିଛି କେତେ ହେଲା। ତେଣୁ ଅପସନ କଣ ଦେଇଛି 2.75 ରୁ 2.9 3.1 ରୁ 5.0 4.75 ରୁ 7.5 ନା 5.1 ରୁ 13.0 ତେଣୁ ଡେନସିଟି ଟା ବି ଦେଖିଦେଇଥିବେ ହେଲା। ଯୋଉ ଆମର ଡିଷ୍ଟାନ୍ସ ବି ଦେଖିଥିବେ ଟିକେ ଡେନସିଟି ବି ଦେଖିଦେବେ କ୍ୱେଶ୍ଚନ ପଚାରୁଛି ଡେନସିଟି କେତେ କଣ ଭିତରକୁ ରହୁଛି। ତେଣୁ ୟାର ସଠିକ ଉତ୍ତର କଣ ହବ ନା ଅପସନ ନମ୍ବର ବି ଯେଟା କି 3.1 ରୁ 5.0 ଯେଟା କି ମେଣ୍ଟାଲ ରହିଥାଏ ହେଲା। ପରବର୍ତ୍ତୀ ପ୍ରଶ୍ନ ରହିଲା ଆଣ୍ଡାଜ ଯୋଉ ପର୍ବତମାଳା ରହିଛି କୋଉ ପ୍ରକାର ପର୍ବତମାଳା ହ୍ୱିଚ୍ ଟାଇପ ଅଫ ମାଉଣ୍ଟେନ ଇଜ ମାଉଣ୍ଟେନ ରେଞ୍ଜ ଯେମିତି କି ପର୍ବତମାଳା କେତେ ପ୍ରକାର ନା ସ୍ତୂପ ଗୋଟେ ହେଇପାରେ ଭଙ୍ଗଳ ହେଇପାରେ ଆଗ୍ନେୟ ହେଇପାରେ କ୍ଷୟଜାତ ହେଇପାରେ ଯେମିତି ବ୍ଲକ ମାଉଣ୍ଟେନ ଫୋଲ୍ଡ ମାଉଣ୍ଟେନ ଭଲକାନିକ ମାଉଣ୍ଟେନ ଆଉ ରେସିଡୁଆଲ ମାଉଣ୍ଟେନ ହେଲା। ତେଣୁ ଆଣ୍ଡିଜ କୋଉ ପ୍ରକାର ହବ ସଠିକ ଉତ୍ତର ଅପସନ ନମ୍ବର ବି ଯେଟା କି ଭଙ୍ଗିଳ ବା ଆମର ଫୋଲ୍ଡ ମାଉଣ୍ଟେନ ହେଲା। ଫୋଲ୍ଡ ମାଉଣ୍ଟେନ ସାଧା କଥା ହଉଛି କଣ ଆପଣ ଦିଟା ପ୍ଲେଟ ଯେତେବେଳେ ଘର୍ଷଣ ହୁଏ ସେଠି କଣ ହୁଏ ମଝିରେ ଯୋଉ ଇଏ ଗୁଡାକ ରହିଲା ସେ କଣ ତଳକୁ ଚାଲିଯାଏ ନହେଲେ ଉପରକୁ ଉଠିଯାଏ ଏଗୁଡା କଣ ଉପରକୁ ଉଠି ଯାଇକି ଯେମିତି ହିମାଳୟ ଆମର ତିଆରି ହେଇଛି ହେଲା। ମାନେ ହିମାଳୟ ବି ହଉଛି କଣ ଗୋଟେ ଆମର ଫୋଲ୍ଡ ମାଉଣ୍ଟେନ ବ୍ଲକ ମାଉଣ୍ଟେନ ହଉଛି କଣ ଆଡା ଭଳି ଯେଟା କି ମାନେ ସିଏ ଗୋଟେ କଣ ବ୍ଲକ ଆକାରରେ ଆଗରୁ ଥିଲା ସେ କୌଣସି ପ୍ଲେଟ ର ଗତିବିଧି ଯୋଗୁ ତିଆରି ହେଇନି ବ୍ଲକ ଭାବରେ ସେ ତିଆରି ହେଇଛି। ତାପରେ ଆସିଲା କଣ ଭଲକାନିକ ଭଲକାନିକ ହଉଛି କଣ ଯେଟା କି ଭଲକାନିକ ଇରେପସନ ଦ୍ଵାରା ମାନେ ଲାର୍ଭା ମାଗମା ଗୁଡାକ ଯୋଉ ଉପରକୁ ବାହାରିଲା ସେ ଅନୁସାରେ ଯଦି ଭୂମି ରୂପଟା ଉପରକୁ ଉଠିଯିବ ହେଲା ବାହାରିଲା ବେଳେ ଗ୍ୟାସ ଗୁଡାକ ତେଣୁ ସେତେବେଳେ ଯୋଉ ପ୍ରକାର ଆମର ମାଉଣ୍ଟେନ ତିଆରି ହୁଏ ଏଟା ଭଲକାନିକ କୁହାଯିବ। ଆଉ କ୍ଷୟଜାତ ବା ଆମର ପବନ ବା ପାଣି ଦ୍ଵାରା ଯୋଉ ପ୍ରକାର ଆମର ତିଆରି ହୁଏ ପର୍ବତଟା ସେଟା କଣ କୁହାଯାଏ ଆମର ହଉଛୁ ରେସିଡୁଆଲ ବା କ୍ଷୟଜାତ କଣ ପର୍ବତ। ପରବର୍ତ୍ତୀ ପ୍ରଶ୍ନ ହେଲା କେଉଁ ସମତଳ ପବନର କାର୍ଯ୍ୟ ଦ୍ଵାରା ସୃଷ୍ଟି ହେଇଥାଏ ହେଲା। ପବନ ଦ୍ଵାରା ୱିଣ୍ଡ ଦ୍ଵାରା କି କୋଉ ପ୍ରକାର ଆମର ସମତଳ ଭୂମି ତିଆରି ହୁଏ ଅପସନ କଣ ଥିଲା ତ୍ରିକୋଣ ଭୂମି ତିଆରି ହୁଏ ଅନୁବାହ ସମତଳ ଭୂମି ତିଆରି ହୁଏ ପ୍ରବନ ଭୂମି ସମତଳ ଭୂମି ଲୋଏସ ସମତଳ।
ତେଣୁ ଯେତେବେଳେ ୱିଣ୍ଡ ଦ୍ୱାରା ଆମର କୋଉ ପ୍ରକାର ସମତଳ ବା ପ୍ଲେନ୍ ଟା ତିଆରି ହୁଏ, ସଠିକ ଉତ୍ତର ହବ କଣ? ଅପସନ ନମ୍ବର ଡି, ଯେଟା କି ଲୋଏସ୍। ମନେ ରଖିବେ, ପବନ ଦ୍ୱାରା ଆମର ଲୋଏସ୍ ସମତଳ ବା ଲୋଏସ୍ ପ୍ଲେନ୍ ଟା ତିଆରି ହେଇଥାଏ। ଆମର ତ୍ରିକୋଣ ଭୂମି କାହା ଦ୍ୱାରା ହେଇଥାଏ? ଆମର ଯୋଉ ଆମର ରିଭର ଦ୍ୱାରା, ହେଲା। ରିଭର କଣ ଏମିତି ଆସିକି ତିନିଟା ରିଭର ମିଶିଲେ ତାର କଣ ଡିପୋଜିଟ ହେଇଥାଏ ଆମର ଏଲଭେଲି ସଏଲ ଗୁଡାକ, ସେଇପାଇଁ ଆମର କଣ ହୁଏ, ଆମର ଡେଲ୍ଟା ତ୍ରିକୋଣ ଭୂମି ସମତଳ ତିଆରି ହୁଏ। ପରବର୍ତ୍ତୀ ପ୍ରଶ୍ନ ରହିଲା, ନିମ୍ନୋକ୍ତ କେଉଁ ସ୍ଥାନଟି ଅନ୍ୟ ତିନୋଟି ଠାରୁ ଭିନ୍ନ ତାପ ବଳୟ ଅବସ୍ଥିତି ଅନୁସାରେ, ଯେଟିକି ଆମେ କଣ କହିଥାଉ ଥର୍ମାଲ ବେଲ୍ଟ ଅନୁସାରେ କୋଉଟା ଅଲଗା ହବ। ଯେମିତି ଅପସନ କଣ ଦେଇଛି, ଭୋପାଳ, କଲିକତା, ମୁମ୍ବାଇ, ଚଣ୍ଡିଗଡ଼, ହେଲା। ତେଣୁ ୟା ଭିତରୁ ତାପ ବଳୟ ଅନୁସାରେ କୋଉଟା ଅଲଗା ହବ, ସଠିକ ଉତ୍ତର ହବ କଣ? ଅପସନ ନମ୍ବର ଡି, କଣ ଚଣ୍ଡିଗଡ଼, ହେଲା। ଅଲଗା ଅଲଗା ଠାରୁ ଏଇଟା ଅଲଗା ତାପ ବଳୟ ଅନୁସାରେ। ପରବର୍ତ୍ତୀ ପ୍ରଶ୍ନ ହେଲା, ଶୀତ ଋତୁର ନିର୍ମଳ ରାତ୍ରିରେ ଭୂପୃଷ୍ଠ କେଉଁ ପ୍ରକ୍ରିୟାରେ ଶୀତଳ ହୁଏ? ଯୋଉ ଆମର ୱିଣ୍ଟରରେ, ବାଇ ହ୍ୱିଚ୍ ପ୍ରୋସେସ ଇଜ ଦ ଆର୍ଥ ସରଫେସ କୁଲ୍ଡ ଇନ ଦ କ୍ଲିୟର ୱିଣ୍ଟର ନାଇଟ୍। ଶୀତ ଦିନ ରାତିରେ ଭୂପୃଷ୍ଠ କୋଉ ପ୍ରକ୍ରିୟା ଦ୍ୱାରା ଆମର ଥଣ୍ଡା ରୁହେ? ପରିବହନ, ପରିଚଳନ, ବିକିରଣ ନା ହଉଛି ବାଷ୍ପୀଭବନ। ତେଣୁ ୟାର ସଠିକ ଉତ୍ତର କଣ ହବ? ଅପସନ ନମ୍ବର ସି, ଯାହାକି ବିକିରଣ ବା ରେଡିଏସନ। ରେଡିଏସନ ଯୋଗୁ ଆମର କଣ ହୁଏ, ଆମର ଶୀତ ଦିନର ଭୂପୃଷ୍ଠଟା ଥଣ୍ଡା ରହିଥାଏ ରାତି ସମୟରେ। ପରବର୍ତ୍ତୀ ପ୍ରଶ୍ନ ରହିଲା, ସମୁଦ୍ର ବାୟୁ କିଭଳି ଓ କେଉଁ ସମୟରେ ପ୍ରବାହିତ ହେଇଥାଏ? କେଉଁ ଭଳି ମାନେ କୋଉଠୁ କୋଉଠିକି ପ୍ରବାହିତ ହେଇଥାଏ ଆଉ କୋଉ ସମୟରେ? ଅପସନ ଗୁଡା କଣ ଦେଇଛି, ଦିନ ବେଳା ସ୍ଥଳ ଭାଗରୁ ସମୁଦ୍ର ଭାଗକୁ, ଦିନ ବେଳା ସମୁଦ୍ରରୁ ସ୍ଥଳ ଭାଗକୁ ଆଡକୁ, ନା ହଉଛି ରାତି ବେଳା ସ୍ଥଳରୁ ସମୁଦ୍ର ଆଡକୁ, ନା ହଉଛି ରାତି ବେଳା ସମୁଦ୍ରରୁ ସ୍ଥଳ ଆଡକୁ, ହେଲା। ତେଣୁ ଯେହେତୁ ଆମର କଣ ହଉଛି ୱିଣ୍ଡ ର, ଯେମିତି କି ଆମର ଏଟା ହଉଛି କଣ ସି ବ୍ରିଜ, ସେମିତି ଲ୍ୟାଣ୍ଡ ବ୍ରିଜ ବି ଅଛି। ସି ବ୍ରିଜ କଥା ପଚାରିଛି, ତେଣୁ ସି ବ୍ରିଜ ଟା ଆମର କୋଉ ସମୟରେ ଆଉ କେମିତି ଆକାରରେ ପ୍ରବାହିତ ହେଇଥାଏ? ସଠିକ ଉତ୍ତର ହେବ ଅପସନ ନମ୍ବର ବି, ଦିନ ବେଳା ହେଇଥାଏ, ସମୁଦ୍ରରୁ ସ୍ଥଳ ଭାଗକୁ ଆସିଥାଏ। ଦେଖନ୍ତୁ ଆପଣ କହିଲେ ୟାର ହଉଛି ସମୁଦ୍ର, ହେଲା। ଏଟା ହଉଛି କଣ ସ୍ଥଳ ଭାଗ। ଯେତେବେଳେ କି କଣ ହୁଏ, ଦିନ ବେଳା କଣ ହୁଏ, ଆମର ଯୋଉ ଲ୍ୟାଣ୍ଡ ବା ଆମର ମାଟିଟା କଣ ହୁଏ, ସୂର୍ଯ୍ୟକିରଣ ଅଛି, ତେଣୁ ସୂର୍ଯ୍ୟକିରଣର ଆଗେ କଣ ତାତିଯାଏ ନା ଲ୍ୟାଣ୍ଡ ଟା ତାତିଯାଏ, ହେଲା। ତେଣୁ ତାତି କଣ ଉପରେ ଯୋଉ ଜଳବାୟୁ ଗୁଡା ଅଛି ସେଟା ହାଲକା ହେଇ ଉପରକୁ ଉଡିଯାଏ। ତା ତୁଳନାରେ କଣ ହୁଏ, ଜଳଟା ଟିକେ ଲେଟ ରେ ଗରମ ହୁଏ। ତେଣୁ ଇଏ ଉପରେ ଯୋଉ ଜଳ ବାଷ୍ପ ସେଟା ବାହାରିଥିବ, ତେଣୁ ଏଇ ଜାଗାଟାକୁ ଫାଙ୍କା ସ୍ଥାନ ପୂରଣ କରିବା ପାଇଁ ଏଇଠୁ ପବନଟା ଆସିବ। ତେଣୁ ଯେତେବେଳେ ଆମର ସି ବ୍ରିଜ ହେଲା ବା ସମୁଦ୍ର ବାୟୁ ଆସିବ କୋଉଠି, ନା ସମୁଦ୍ରରୁ ସ୍ଥଳ ଭାଗ ଆଡୁ, କୋଉ ସମୟରେ, ଦିନ ବେଳା। ଉଲ୍ଟା ହବ କେତେବେଳେ, ରାତି ବେଳା। ରାତି ବେলা କଣ ହବ ନା, ଏଇଟା ଧର ଲ୍ୟାଣ୍ଡ ହେଲା, ଏଇଟା ପାଣି ହେଲା। ପାଣି ଯେତେ ଲେଟ ରେ ଗରମ ହୁଏ ସେତେ ଲେଟ ରେ ଥଣ୍ଡା ହୁଏ। ତେଣୁ ଏଠି କଣ ହବ, ଯୋଉ ଜଳୀୟ ବାଷ୍ପ ଗୁଡାକ ଉଡି ଯାଇଥିବ, ଏଠି କିନ୍ତୁ ଏଟା ଶୀଘ୍ର ଥଣ୍ଡା ହେଇଯିବ। ଲ୍ୟାଣ୍ଡ ଟା କହିଲି ଆପଣ ଶୀଘ୍ର ଥଣ୍ଡା ହେଇଯାଏ। ତେଣୁ ଏଠି କଣ ହବ, ଏଇଠୁ ପବନ ଗୁଡାକ ଏଠିକି ଆସିବ, ଫାଙ୍କା ସ୍ଥାନ ଏଠି ଯେହେତୁ ହେଇଗଲା ଆସିବ। ତେଣୁ ଆମର ରାତି ବେଳା କଣ ହୁଏ, ଲ୍ୟାଣ୍ଡ ବ୍ରିଜ ବା କଣ ସ୍ଥଳଭାଗ ପବନ ପ୍ରବାହିତ ହୋଇଥାଏ, ଯାହାକି ଆମର ସ୍ଥଳ ଭାଗରୁ ସମୁଦ୍ର ଆଡକୁ ଆସିଥାଏ, ହେଲା। ବୁଝିପାରିଲେ ଦିଟା, ଯାହା ଫଳରେ କରିପାରିବେ। ତାପରେ କ୍ୱେଶ୍ଚନ ଅଛି, ନିମ୍ନୋକ୍ତ ସାମୁଦ୍ରିକ ସ୍ରୋତ ଗୁଡିକ ମଧ୍ୟରୁ କେଉଁଟି ଅବସ୍ଥିତି ଦୃଷ୍ଟିକୋଣରୁ ଅନ୍ୟ ତିନୋଟି ଠାରୁ ଭିନ୍ନ, ହେଲା। ଅବସ୍ଥିତି ଅନୁସାରେ ସାମୁଦ୍ରିକ ସ୍ରୋତ ଗୁଡାକ ଯୋଉ ରହିଛି କୋଉଟା ଅଲଗା ହବ, ଯେମିତି କି କାନାରୀ ସ୍ରୋତ, ଉପସ୍ୱର୍ଗୀୟ ସ୍ରୋତ, ଉପସାଗରୀୟ ସ୍ରୋତ, ନା ହଉଛି ଲାବ୍ରାଡ ସ୍ରୋତ, ନା ହଉଛି ବେଙ୍ଗୁଆଲ ସ୍ରୋତ, ହେଲା। ତେଣୁ ସଠିକ ଉତ୍ତର କଣ ହବ, ଆମର ଅବସ୍ଥିତି ଅନୁସାରେ କୋଉ ପ୍ରକାର ସାମୁଦ୍ରିକ ସ୍ରୋତଟା ଅଲଗା ହୁଏ ଏଠାରୁ? ଅପସନ ନମ୍ବର ଡି, ଯେଟା କି ବେଙ୍ଗୁଆଲ ସ୍ରୋତ, ହେଲା। ବେଙ୍ଗୁଆଲ କରେଣ୍ଟଟା ହଉଛି ସାମୁଦ୍ରିକ ସ୍ରୋତଟା ଅଲଗା ଆଉ ଗୋଟେ ଠାରୁ ଅଲଗା ହବ। ପରବର୍ତ୍ତୀ ପ୍ରଶ୍ନ ହେଲା, ମଧୁର ଜଳ ସବୁଠାରୁ ମୁଖ୍ୟ ଅଂଶଟି କୋଉଠାରେ ରହିଛି? ଯେଟା କି ଆମେ କଣ କହିଥାଉ, ଫ୍ରେଶ ୱାଟର ଟା ରିଜର୍ଭ କୋଉଠି ଅଧିକା ରହିଛି ଯୋଉ ପୃଥିବୀରେ? ଅପସନ କଣ ଦେଇଛି, ପ୍ରବାହିତ ଜଳ ଉପରେ, ଯେ ରନିଂ ୱାଟର, ବରଫାବୃତ ଜାଗାରେ ରହିଛି, ନା ଭୂଗର୍ଭରେ ରହିଛି, ନା ଅନ୍ତର୍ଦେଶୀୟ ଜଳାଶୟ ବା ଇନଲାଣ୍ଡ ଯୋଉ ୱାଟର ବଡି ଗୁଡାକ, ନଦୀ ହଉ ଝରଣା ହଉ, ଏଟା ଭିତରେ ରହିଛି। ତେଣୁ ସଠିକ ଉତ୍ତର କଣ ହବ, ଆମର ଯୋଉ ଫ୍ରେଶ ୱାଟର କୋଉଠି ଅଧିକା ରହିଛି? ଅପସନ ନମ୍ବର ବି, ଯାହାକି ବରଫାବୃତ ଅବସ୍ଥାରେ, ଯେମିତି ଆଣ୍ଟାର୍କଟିକାରେ ବହୁତ ଗୁଡାକ ବରଫ ଅଛି, ତେଣୁ ସେଇଭଳିଆ ବରଫ ଆବୃତ୍ତିରେ ଆମର ଯୋଉ ଫ୍ରେଶ ୱାଟର ବା ଡ୍ରିଙ୍କିଂ ୱାଟର ଗୁଡାକ ଅଧିକ ପରିମାଣରେ ରହିଛି। ଆଜିର ଲାଷ୍ଟ କ୍ୱେଶ୍ଚନଟା ଅଛି, ଏଟା ଆମର ଦେଇଛି ଜୋଗ୍ରାଫିର ଯୋଉ ଆମର ଏନର୍ଜି, ଯୋଉ ଆମର କଣ ଇକୋସିଷ୍ଟମ ଅନୁସାରେ, ହେଲା। ଅପସନ କ୍ୱେଶ୍ଚନ କଣ ଅଛି, କୋଉ ଶ୍ରେଣୀର ଜୀବକୁ ଆମେ ଅପଘଟକ ବା ଡିକମ୍ପୋଜର ବୋଲି ଆମେ କହିଥାଉ? ଅପସନ କଣ ଦେଇଛି, ଉତ୍ପାଦକୁ କହିଥାଉ, ନା ତୃଣଭୋଜୀକୁ, ନା ମାଂସାଶୀକୁ, ନା ମୃତଭୋଜୀକୁ, ହେଲା। ତେଣୁ ଅପଘଟକ ମାନେ ସବୁଠୁ ଯୋଉ ଆମର ଫୁଡ ଚେନର ସବୁଠୁ ଲାଷ୍ଟ ରହିଥାନ୍ତି। ସେମାନେ କଣ କରିଥାନ୍ତି, ମୃତଭୋଜୀ ହେଇଥାନ୍ତି। ମାନେ ଯୋଉମାନେ ମରିଯାନ୍ତି, ତାଙ୍କୁ ମଲା ପରେ ଏମାନେ ହିଁ ଅପଘଟକ ବା ଡିକମ୍ପୋଜର ମାନେ ଶେଷରେ ରହିଥାନ୍ତି। ତାଙ୍କୁ କଣ କୁହାଯାଏ, ମୃତଭୋଜୀ ବା ଏନର୍ଜି ବା ଆମର ଚେନ ରେ ସବୁଠୁ ଲାଷ୍ଟରେ ରହିଥାନ୍ତି। ତେଣୁ ମନେ ରହିବ। ତେଣୁ ଟୋଟାଲ ଆମର ବହୁତ ସାରା କ୍ୱେଶ୍ଚନ ଡିସ୍କସନ କରିଥିଲୁ। ମତେ ଲାଗୁଛି ଯଦି ଆପଣ ଗୋଟେ ଏଇ ଭିଡିଓଟା ଦେଖୁଛନ୍ତି, ତାହେଲେ ଆପଣ ଯେତିକି ଆମର ଟପିକ ଗୁଡାକ ରହିଛି ସବୁ କଭର ହେଇପାରିବ। ଯଦି ଆପଣ ଭିଡିଓଟି ଲାଷ୍ଟ ପର୍ଯ୍ୟନ୍ତ ଦେଖିଛନ୍ତି, ଭିଡିଓଟିକୁ ଲାଇକ୍ କରିଦେବେ। ଆଉ ଯଦି ଚ୍ୟାନେଲରେ ପ୍ରଥମ ଥର ପାଇଁ ଆସିଛନ୍ତି, ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦେବେ। ଆଉ ବେଲ ପାଖରେ ଯୋଉ ବେଲ ଆଇକନଟି ଅଛି ତାକୁ ଅଲରେ ସେଟ୍ କରିଦେବେ, ଯାହାଫଳରେ କି ଯୋଉ ଟପିକରେ ମୁଁ ୟା ପରେ ତ ଆଉ ଅଲଗା ଟପିକ ଅପଡେଟ୍ ସରିଲା ପରେ ଆଉ ଯଦି ଜେଟି ପାଇଁ ପ୍ରିପେୟାର ହୁଅନ୍ତୁ, ସିଟିଟି ବା ସିଟି ଏକ୍ସାମ ବା ଯାହା ପାଇଁ ଆପଣ ପ୍ରିପେୟାର ହଉଛନ୍ତି, ମୁଁ ତା ପାଇଁ ବି ଭିଡିଓ ଅପଲୋଡ କରିବି। ତେଣୁ ଚ୍ୟାନେଲକୁ ଯଦି ସବସ୍କ୍ରାଇବ କରିଥିବେ, ତାହେଲେ ଆପଣଙ୍କ ପାଖକୁ ଭିଡିଓ ଯୋଉଗୁଡା ଅପଲୋଡ କରୁଛି ଆପଣଙ୍କ ପାଖକୁ ପହଞ୍ଚି ପାରିବ। ତେଣୁ ଆଜି ପାଇଁ ରହୁଛି। ଯଦି ୟାକୁ ଦରକାର ଆପଣ ପ୍ରାକ୍ଟିସ କରିବା ପାଇଁ, କାଲି ଦେଖିବା ପାଇଁ ଚାହୁଁଛନ୍ତି, ତାହେଲେ ଟେଲିଗ୍ରାମରୁ ମୁଁ ଜଏନ୍ ହେଇଯାନ୍ତୁ। ସେଠି ଅଲଗା ପିଡିଏଫ ଯେମିତି ହିଷ୍ଟ୍ରି, ଜୋଗ୍ରାଫି, ପଲିଟିର ଟୋଟାଲ ପିଡିଏଫ ଆପଣଙ୍କୁ ପ୍ରୋଭାଇଡ କରୁଛି। ସେଠି ଆପଣ ନିଜେ ବି ପଢିପାରିବେ, ସେଲ୍ଫ ଷ୍ଟଡି କରିପାରିବେ। ତେଣୁ ଡେସକ୍ରିପସନ ଲିଙ୍କ ଅଛି, ଟେଲିଗ୍ରାମ ଜଏନ୍ ହେଇଯାନ୍ତୁ। ତେଣୁ ଆଜି ପାଇଁ ରହୁଛି, ନୂଆ ଟପିକରେ ଦେଖାହବ। ଧନ୍ୟବାଦ।